أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين हजरत अबू बकर सिद्दीक रजिया तालांक जीवनी चर्चारे जकात देवाकू अस्वीकार करिथिबा लोकमानंक प्रसंगरे तब्रीर इतिहास पृष्ठारे उल्लेख रहिछि जे अवतारत्वर मिथ्या दाबी करिथिबा तलिहा बिन ख्वैलद क हस्तरे असद गतफान ओ ते कबिला एसबु गोष्ठी माने एकत्रित होई जाइथिले एवं मुसलमान मानंक विरुद्धरे षडयंत्र करिथिले। समीरा एक गोष्ठी जहाँकि सेठाकार जड़े स्थानीय व्यक्ति नामरे नामकरण करा जाइथिला एवं ताहा मक्का यात्रा करिबा मार्गरे एक जाति जहाँकि बसवास करुथिले। उक्त अंचलरे आखपाखरे कलावर्णर पर्वतमान गिरिशृंगमान रहिथिला ଯେଉଁଥିପାଇଁ ତାହାର ଏପରି ନାମକରଣ ପଡ଼ିଯାଇଥିଲା ହୁଜାରା ଓ ଗତଫାନ୍ ନିବାସୀ ନିଜ ପଡ଼ୋଶୀମାନଙ୍କ ସହିତ ତେୱାର ଦକ୍ଷିଣ ପ୍ରାନ୍ତରେ ଏକତ୍ରିତ ହୋଇଥିଲେ ମୁସଲମାନମାନଙ୍କ ବିରୁଦ୍ଧରେ। ରବଜା ମଧ୍ୟ 3 ଦିନର ଯାତ୍ରା କରି ମଦିନାର ଏକ ଉପତ୍ୟକାରେ ପହଞ୍ଚିଲେ। ସେଠାରେ ବନୁ କନାନର କିଛି ଲୋକ ମଧ୍ୟ ଆସି ମିଳିତ ହେଲେ, କିନ୍ତୁ ଉକ୍ତ ଅଞ୍ଚଳ ସେମାନଙ୍କୁ ସୁହାଇଲା ନାହିଁ। ସେମାନଙ୍କ ଶରୀର ଉକ୍ତ ଅଞ୍ଚଳର ପରିବେଶ ସହିତ ଖାପ ଖାଇଲା ନାହିଁ। ତେଣୁ ସେମାନେ 2 ଦଳରେ ବିଭକ୍ତ ହୋଇଗଲେ। ଗୋଟିଏ ଦଳ ଅବ୍ରକ୍ ସ୍ଥାନରେ ଅଟକିଲା ଓ ଅନ୍ୟ ଦଳଟି ଜୁଲକିସା ଚାଲିଗଲା। ତୁଲେଇହା ସେମାନଙ୍କ ସାହାଯ୍ୟ ନିମନ୍ତେ ପ୍ରେରଣ କଲା। ହବାଲ ଅସଲରେ ତୁଲେହାର ଭାଇଙ୍କର ପୁତ୍ର ଥିଲେ। ସେ ଯାହା ହେଉ ହବାଲ ଜୁଲକିସାବାସୀଙ୍କର ସର୍ଦ୍ଦାର ହୋଇଗଲେ। ଯେଉଁ ସ୍ଥଳେ ଅସଦ କବିଲା ଲେସ୍ ବେଲ ଓ ମୁଦଲଜ ଆଦି କବିଲା ଅର୍ଥାତ୍ ଦଳ ତାଙ୍କର ସମର୍ଥନ କରିଥିଲେ। ଅଫ୍ ବିନ୍ ଫଲାନ ଆରବ ସ୍ଥାନରେ ଅବସ୍ଥିତ ମର୍ରା କବିଲାର ସର୍ଦ୍ଦାର ନିର୍ବାଚିତ ହୋଇଥିଲା। ଇଏ ମଧ୍ୟ ଜଣେ ବ୍ୟକ୍ତି ଯେ କି ମର୍ରା କବିଲାର ସର୍ଦ୍ଦାର ମନୋନୀତ ହୋଇଥିଲେ, ନିର୍ବାଚିତ ହୋଇଥିଲେ। ଯେତେବେଳେ କି ଖଜା ସାଲବା ବିନ୍ ସାଦ ଓ ମର୍ରା ଅସଦ ବନୁ କନାନ ଜୁଲକିସା ଲେସ୍ ଦେଲ ଓ ମୁଦଲଜ ଆଦି କବିଲାର ପ୍ରତିନିଧିମାନେ ଏଥି ସଂକ୍ରାନ୍ତରେ ଅର୍ଥାତ୍ ଏହି ଜକାତକୁ ଅସ୍ୱୀକାର କରିବା ପ୍ରସଙ୍ଗରେ ଆଲୋଚନା କରିବା ସକାଶେ ମଦିନା ଆସିଥିଲେ। ହଜରତ ଅବ୍ବାସ ରଜିୟତାଲାଙ୍କ ବ୍ୟତୀତ ଅନ୍ୟ ସମସ୍ତ ବିଦ୍ରୋହୀମାନେ ମଦିନାରେ ଅଟକି ରହିଥିଲେ। ସେଥିଅନ୍ତେ ସେମାନଙ୍କର ଏକ ନିର୍ବାଚିତ ଦଳ ହଜରତ ଅବୁ ବକର ରଜିୟତାଲାଙ୍କ ସେବାରେ ଉପସ୍ଥିତ ହୋଇ କହିଲେ, ଆମେମାନେ ନମାଜ ତ ପାଠ କରିବୁ କିନ୍ତୁ ଜକାତ ଦେବୁ ନାହିଁ। ଏଥିରେ ହଜରତ ଅବୁ ବକର ସିଦ୍ଦିକ ରଜିୟତାଲା ତାଙ୍କୁ ଉତ୍ତର ଦେଲେ, ଯଦି ତୁମେମାନେ ଏହି ଓଟକୁ ବନ୍ଧା ଯାଇଥିବା ସାମାନ୍ୟତମ ସାମଗ୍ରୀ ଅର୍ଥାତ୍ ଦୌଡ଼ି ଦେବାରେ ଟଳମଟଳ କଲ, ତେବେ ସୁଦ୍ଧା ମୁଁ ତୁମମାନଙ୍କ ସହିତ ଜିହାଦ କରିବି, ସଂଘର୍ଷ କରିବି। ଉକ୍ତ ଦଳଟି ଯେତେବେଳେ ଆପଣଙ୍କର ଏପରି ପ୍ରତିକ୍ରିୟା ଦେଖିଲେ, ସେତେବେଳେ ସେମାନେ ମଦିନାରୁ
ଫେରି ଯାଇଥିଲେ। ଜଣେ ଜୀବନୀ ଲେଖାଳି ଲେଖିଛନ୍ତି, ମଦିନାରୁ ଫେରିବା ସମୟରେ ଉକ୍ତ ଦଳର ମନ ମସ୍ତିଷ୍କରେ ଦୁଇଟି କଥା ଚଳଚଞ୍ଚଳ ରହିଥିଲା। ପ୍ରଥମତଃ ଜକାତ ଦେବାକୁ ଅସ୍ୱୀକାର କରିବା ପ୍ରସଙ୍ଗରେ ଖଲିଫାଙ୍କ ରାୟ ଓ ଉଦ୍ଦେଶ୍ୟକୁ ପଛଘୁଞ୍ଚା ଦେବାର କୌଣସି ଆଶା ନାହିଁ। ଦ୍ୱିତୀୟତଃ ସେମାନେ ଚିନ୍ତା କରୁଥିଲେ ଯେ ମୁସଲମାନମାନଙ୍କର ଅବସ୍ଥା ଦୁର୍ବଳ ଓ ସଂଖ୍ୟାଲଘୁତାକୁ ଦୃଷ୍ଟିରେ ରଖି ମଦିନା ଉପରେ ଏଭଳି ଭୀଷଣ ଓ ଅତର୍କିତ ଭାବରେ ଆକ୍ରମଣ କରିଦେବା ଉଚିତ, ଯଦ୍ୱାରା ଇସଲାମର ପ୍ରଶାସନ ଭୁଷୁଡ଼ି ପଡ଼ିବ। ଏଥିରେ ହଜରତ ଅବୁ ବକର ସିଦ୍ଦିକ ରଜିୟଲ୍ଲାହୁ ମଧ୍ୟ ଅଜ୍ଞ ନଥିଲେ। ଏକଥା ସେ ହୃଦୟଙ୍ଗମ କରୁଥିଲେ ଯେ ସେମାନଙ୍କର କିଭଳି ଆଚରଣ ରହିଛି, ଯେଉଁମାନେ କି ଜକାତ ଦେବାକୁ ଅସ୍ୱୀକାର କରୁଛନ୍ତି। ବସ୍ତୁତଃ ସେ ମଦିନାର ସମସ୍ତ ଗଳିକନ୍ଦିରେ ଛକମାନଙ୍କରେ ପ୍ରହରୀର ବ୍ୟବସ୍ଥା ଅର୍ଥାତ୍ ମୁତୟନ କରିଦେଲେ। ଲୋକମାନଙ୍କୁ ନିୟୋଜିତ କଲେ। ସେମାନଙ୍କ ମଧ୍ୟରେ ହଜରତ ଅଲି, ହଜରତ ଜୁବେର, ହଜରତ ତଲହା ଓ ହଜରତ ଅବଦୁଲ୍ଲା ବିନ୍ ମସୁଦ ରଜିୟଲ୍ଲାହୁ ପ୍ରହରା ଦେବାରେ ମୁତୟନ ରହିଥିଲେ। ଆଉ ଏକ ବର୍ଣ୍ଣନା ଅନୁଯାୟୀ ସାଦ ବିନ୍ ଅବି ୱକାସ ଓ ହଜରତ ଅବ୍ଦୁର ରେହମାନ ମଧ୍ୟ ସେହି ଦଳରେ ସାମିଲ ଥିଲେ, ଅର୍ଥାତ୍ ପ୍ରହରା ଦେବା ଦାୟିତ୍ୱରେ। ଏମାନଙ୍କ ବ୍ୟତୀତ ହଜରତ ଅବୁ ବକର ରଜିୟଲ୍ଲାହୁ ସମଗ୍ର ମଦିନାବାସୀଙ୍କୁ ଆଦେଶ ଦେଲେ ଯେ ସଭିଏଁ ମସଜିଦରେ ଏକତ୍ରିତ ହୋଇଯାଆନ୍ତୁ। ସେଥିଅନ୍ତେ ଆପଣ ରଜିୟଲ୍ଲାହୁ କହିଲେ, ଅର୍ଥାତ୍ ସମସ୍ତ ଜନସମାଗମକୁ ସମ୍ବୋଧିତ କଲେ ଯେ ସମଗ୍ର ଭୂଖଣ୍ଡ ଅମାନ୍ୟକାରୀ ପାଲଟି ଯାଇଛି। ଶତ୍ରୁ ତୁମମାନଙ୍କୁ ସଂଖ୍ୟାଲଘୁମଣି ଦିନ ବା ରାତ୍ରି ସମୟରେ ଆକ୍ରମଣ କରିଦେଇପାରନ୍ତି। କିଛି ଲୋକ ଆଶା ବାନ୍ଧିଥିଲେ ଯେ ଆମେ ଶତ୍ରୁମାନଙ୍କ ସହିତ ସନ୍ଧି କରି ସେମାନଙ୍କ ସର୍ତ୍ତ ସ୍ୱୀକାର କରିନେବା, କିନ୍ତୁ ତାହା ଆମ୍ଭେ କଲୁ ନାହିଁ। ତେଣୁ ବର୍ତ୍ତମାନ ଶତ୍ରୁମାନଙ୍କ ମୁକାବିଲା ପାଇଁ ପ୍ରସ୍ତୁତ ହୋଇଯାଅ। ଶତ୍ରୁ ଆବଶ୍ୟକ ସ୍ଥଳେ ନିଜ ସହାୟତା ନିମନ୍ତେ ଗୋଟିଏ ଦଳ ପଛରେ ଛାଡ଼ି ଆସିଥିବେ। ଶତ୍ରୁର ଆଗମନର ଖବର ପ୍ରହରୀମାନେ ସୂଚିତ କଲେ, ଯାହାକୁ ହଜରତ ଅବୁ ବକର ରଜିୟଲ୍ଲାହୁ ଭିନ୍ନ ଭିନ୍ନ ସ୍ଥାନରେ ମୁତୟନ କରିଥିଲେ। ଗୁପ୍ତଚରମାନଙ୍କୁ, ଯାହାକୁ ହଜରତ ଅବୁ ବକର ସିଦ୍ଦିକ ରଜିୟଲ୍ଲାହୁ ମୁତୟନ କରିଥିଲେ, ସେମାନେ ଆସି ଏହି ସୂଚନା ଦେଲେ ଯେ ଶତ୍ରୁମାନଙ୍କର ଆଗମନ ହୋଇସାରିଲାଣି। ବସ୍ତୁତଃ ମୁସଲମାନମାନେ ଓଟ ଉପରେ ଆରୋହଣ କରି ସେମାନଙ୍କ ପିଛା କଲେ। ଉଭୟ ପକ୍ଷ ପରସ୍ପରର ଆମ୍ନା ସାମ୍ନା ହେଲେ। ଏଥିରେ ଓଟଗୁଡ଼ିକ ହୁରୁଡ଼ି ଗଲେ, ଯଦ୍ୱାରା ସେମାନେ କୌଣସି ମତେ ତାହାକୁ କାବୁ କରିପାରିଲେ ନାହିଁ। ତେବେ ମାତ୍ର 3 ଦିନ ଅତିବାହିତ ହୋଇନଥିବ ଯେ ସେହି ଅମାନ୍ୟକାରୀମାନେ ଯେ ମଦିନାରୁ ଫେରିଯାଇଥିଲେ, ଯେ ଜକାତ ଦେବାକୁ ଅସ୍ୱୀକାର କରୁଥିଲେ, ସେମାନେ ରାତ୍ର ସମୟରେ ମଦିନା ଉପରେ ଆକ୍ରମଣ କରିଦେଲେ। କିନ୍ତୁ ମୁସଲମାନମାନେ ଶତ୍ରୁମାନଙ୍କୁ ଏଭଳି ଆଘାତ ଦେଲେ, ଯାହାକି ସେମାନଙ୍କୁ ଜଣା ନଥିଲା ଯେ ମୁସଲମାନମାନେ ଏଭଳି ଭାବରେ ନିଜକୁ ପ୍ରସ୍ତୁତ କରିଥିବେ ଯେ ପରମେଶ୍ୱର ସେମାନଙ୍କ ପାଇଁ ଆଉ କିଛି ନିୟତ କରିସାରିଥିଲେ। ସାରା ରାତି ହଜରତ ଅବୁ ବକର ସିଦ୍ଦିକ ରଜିୟଲ୍ଲାହୁ ନିଜ ସେନାକୁ ପ୍ରସ୍ତୁତ ଓ ସଜାଗ ରଖିବାରେ ବ୍ୟସ୍ତ ଥିଲେ ଏବଂ ସେମାନଙ୍କୁ ଯଥାସମ୍ଭବ ଯୁଦ୍ଧ ରଣନୀତି ବୁଝାଇ ପ୍ରେରଣ କଲେ। ନୁମାନ ବିନ୍ ମକରନ, ମେମନା, ଅବଦୁଲ୍ଲା ବିନ୍ ମକରନ, ମେସରା ଓ ସୈୟଦ ବିନ୍ ମକରନ ସେନାର ପଛଭାଗରେ ମୁତୟନ ଥିଲେ। ଏଭଳି ସେମାନେ ମୁସଲମାନମାନେ ଶତ୍ରୁ ଉପରେ ଆକ୍ରମଣ କଲେ ଯେ ଶତ୍ରୁ ପରାସ୍ତ ହୋଇ ପଛଘୁଞ୍ଚା ଦେଲା। ମଦିନାଠାରୁ ମାତ୍ର 40 ମିଲ ଦୂରତାରେ ଅବସ୍ଥିତ ଜୁଲ କିସ୍ସା ସ୍ଥାନରେ ଆକ୍ରମଣକାରୀମାନଙ୍କର ଏକ ସହଯୋଗ ଦଳ, ଯାହାକି ସେମାନେ ତାଙ୍କୁ ପଛରେ ଛାଡ଼ି ଆସିଥିଲେ, ସେମାନେ ଆସି ସେମାନଙ୍କ ସହିତ ଅର୍ଥାତ୍ ଶତ୍ରୁମାନଙ୍କ ମୁସଲମାନମାନଙ୍କ ବିପକ୍ଷରେ ସାମିଲ ହୋଇଗଲେ ନିଜ ସାଥୀମାନଙ୍କ ସହିତ। ସେତେବେଳେ ହଜରତ ଅବୁ ବକର ରଜିୟଲ୍ଲାହୁ ନିଜ ସୈନ୍ୟ ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିଲେ। ରାତ୍ରର ପଛ ପହରରେ ପୁନଶ୍ଚ ଘମାସାନ ଯୁଦ୍ଧ ଆରମ୍ଭ ହୋଇଗଲା ଏବଂ ପ୍ରଭାତ ହେବା ପୂର୍ବରୁ ଅମାନ୍ୟକାରୀମାନେ ପରାଜିତ ହୋଇ ପଳାୟନ କଲେ। ଏହା ପ୍ରଥମ ବିଜୟ ଥିଲା ଯାହାକି ଆଲ୍ଲାହ ତାଆଲା ହଜରତ ଅବୁ ବକର ସିଦ୍ଦିକ ରଜିୟଲ୍ଲାହୁଙ୍କ ଖିଲାଫତ କାଳରେ ମୁସଲମାନମାନଙ୍କୁ ପ୍ରଦାନ କରିଥିଲେ। ଜଣେ ଇତିହାସବିତ୍ ଏହି ଯୁଦ୍ଧର ସାମଞ୍ଜସ୍ୟତା ବଦର ଯୁଦ୍ଧ ସହିତ ଦର୍ଶାଇଛନ୍ତି। ସେହି ଅବସରରେ ହଜରତ ଅବୁ ବକର ରଜିୟଲ୍ଲାହୁ ଯେଉଁ ବିଶ୍ୱାସ, ନିଷ୍ଠା ଓ ଦାମ୍ଭିକତାର ପ୍ରଦର୍ଶନ କରିଥିଲେ, ଯାହାଫଳରେ ମୁସଲମାନମାନଙ୍କର ହୃଦୟରେ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ୱସଲ୍ଲମଙ୍କ ସାଥିରେ ସାମିଲ ହୋଇଥିବା
ଯୁଦ୍ଧର ସମୟ କାଳ ମନେ ପଡ଼ିଯାଇଥିଲା ଏବଂ ନିଜର ସଂଖ୍ୟା ଲଘୁତା ଓ ଶତ୍ରୁମାନଙ୍କ ମୁକାବିଲାରେ ସେମାନଙ୍କ ସଂଖ୍ୟା ଖୁବ୍ କମ୍ ଥିବା ସତ୍ତ୍ୱେ ସେମାନେ ଏହି ଯୁଦ୍ଧକୁ ଜିଣି ନେଇଥିଲେ ବଦର ଯୁଦ୍ଧ ପରି। ଯେପରି ବଦର ଯୁଦ୍ଧ ସୁଦୀର୍ଘ ପରିଣାମ ବହନ କରିଥିଲା, ସେହିପରି ଏହି ଯୁଦ୍ଧର ବିଜୟ ମଧ୍ୟ ମୁସଲମାନମାନଙ୍କ ଭବିଷ୍ୟତ ଉପରେ ଗଭୀର ପ୍ରଭାବ ପକାଇଥିଲା। ଲେଖା ଅଛି ଯେ ମୁସଲମାନମାନେ ଶତ୍ରୁର ସମସ୍ତ ଜୀବଜନ୍ତୁଙ୍କୁ ନିଜର ଅଧୀନ କରି ନେଇଥିଲେ ବିଜୟ ଲାଭ କରିବା ପରେ, ଏବଂ ହଜରତ ଅବୁ ବକର ସିଦ୍ଦିକ ରଦିୟଲ୍ଲାହୁ ସେମାନଙ୍କ ପଛ ଧରି ଶତ୍ରୁର ପଛ ଧରି ଏପରି ଜୁଲକିସ୍ସା ସ୍ଥଳେ ପହଞ୍ଚିଗଲେ ଏପରିକି ଜୁଲକିସ୍ସା ସ୍ଥଳେ ପହଞ୍ଚିଗଲେ। ଆପଣ ରଦିୟଲ୍ଲାହୁଙ୍କ ଖିଲାଫତ କାଳର ଏହା ପ୍ରଥମ ବଡ଼ ଯୁଦ୍ଧ ଥିଲା। ଏହି ଯୁଦ୍ଧରେ ମଧ୍ୟ ଅମାନ୍ୟକାରୀଙ୍କ ସଂଖ୍ୟା ମୁସଲମାନମାନଙ୍କ ତୁଳନାରେ ବେଶ ଅଧିକ ଥିଲା, କାରଣ ସେମାନଙ୍କ ମଧ୍ୟରେ ଅବସ୍, ଜୁବିୟାନ ଓ ଗତଫାନ କବିଲା ମିଳିତ ରହିଥିଲେ। ବନୁ ଜୁବିୟାନ, ବନୁ ଅସଦ ଓ ଅନ୍ୟାନ୍ୟ ଗୋଷ୍ଠୀ ସମୂହ ଏହି ପରାଜୟ ଫଳରେ କ୍ରୋଧରେ ଜର୍ଜରିତ ହୋଇ ନିଜ ଅଞ୍ଚଳରେ ବସବାସ କରୁଥିବା ମୁସଲମାନମାନଙ୍କ ଉପରେ ଅତର୍କିତ ଭାବରେ ଆକ୍ରମଣ କରି ସେମାନଙ୍କୁ ଶହୀଦ କରିଦେଲେ। ଯେତେବେଳେ ହଜରତ ଅବୁ ବକର ରଦିୟଲ୍ଲାହୁଙ୍କୁ ଏହାର ସୂଚନା ମିଳିଲା, ସେତେବେଳେ ଆପଣ ଶପଥ କଲେ ଯେକୌଣସି ମୁସଲମାନମାନଙ୍କୁ ହତ୍ୟା କରିଥିବା ଅତ୍ୟାଚାରୀ ଠାରୁ ଆମେ ପ୍ରତିଶୋଧ ପୂର୍ବକ ତାହାକୁ ହତ୍ୟା କରିବା। ହଜରତ ଅବୁ ବକର ସିଦ୍ଦିକ ରଦିୟଲ୍ଲାହୁଙ୍କ ନେତୃତ୍ୱରେ ଜକାତ ଦେବାର ଅସ୍ୱୀକାରୀଙ୍କ ଆକ୍ରମଣର ପ୍ରତିଶୋଧ ନେବା ମାତ୍ରେ ଅନ୍ୟାନ୍ୟ ଗୋଷ୍ଠୀ ସମୂହ ନିଜ ନିଜର ଜକାତ ଧରି ମଦିନା ଆସିବା ଆରମ୍ଭ କଲେ। ତବରୀର ଇତିହାସ ପୃଷ୍ଠାରେ ଉଲ୍ଲେଖ ରହିଛି, ସେତେବେଳେ ମଦିନାରେ ଏଭଳି ମାତ୍ରାରେ ସଦକା ଓ ଜକାତର ରାଶି ଠୁଳ ହୋଇଗଲା, ଏକତ୍ରିତ ହୋଇଗଲା ଯେ ମୁସଲମାନମାନଙ୍କ ସମସ୍ତ ଆବଶ୍ୟକତା ପୂରଣ ହେବା ପରେ ମଧ୍ୟ ଅର୍ଥ ବଳି ପଡ଼ିଲା। କାରଣ ଯେତେବେଳେ ଦୁର୍ବଳ ଗୋଷ୍ଠୀମାନେ ଦେଖିଲେ ଯେ ଶକ୍ତିଶାଳୀ ଗୋଷ୍ଠୀମାନେ ନିଜ ନିଜର ଜକାତ ଧରି ମଦିନା ଆସିବା ଆରମ୍ଭ କଲେଣି, ସେତେବେଳେ ସେମାନେ ମଧ୍ୟ ନିଜର ଜକାତ ନେଇ ମଦିନା ଚାଲି ଆସିଲେ। କେଉଁ ଦଳ ରାତ୍ରି ସମୟରେ ଆସି ପହଞ୍ଚୁଥିଲା ତ ଆଉ କେଉଁ ଦଳ ମଧ୍ୟରାତ୍ରିରେ, ଆଉ କିଏ ରାତ୍ରିର ଶେଷ ପହରରେ ଆସି ମଦିନାରେ ପହଞ୍ଚୁଥିଲା। ପ୍ରତ୍ୟେକ ଅବସରରେ ହଜରତ ଅବୁ ବକର ସିଦ୍ଦିକ ରଦିୟଲ୍ଲାହୁ ଏହା ହିଁ କହୁଥିଲେ, ଏମାନେ ସୁସମାଚାର ଦାତା, ଆମର କ୍ଷତି ବା ଅନିଷ୍ଟ କରିବା ସେମାନଙ୍କର ଉଦ୍ଦେଶ୍ୟ ନୁହେଁ। ବସ୍ତୁତଃ ଯେତେବେଳେ ଜଣାଗଲା ଯେ ଏହି ଜମାତ ଇସଲାମର ସମର୍ଥନ କରିବା ସକାଶେ ଜକାତର ଅର୍ଥ ଧରି ଆସିଛନ୍ତି, ସେତେବେଳେ ହଜରତ ଅବୁ ବକର ସିଦ୍ଦିକ ରଦିୟଲ୍ଲାହୁ ମୁସଲମାନମାନଙ୍କୁ ସମ୍ବୋଧିତ କରି କହିଲେ ଯେ ମନ୍ଦ ଉଦ୍ଦେଶ୍ୟରେ ଆସୁଥିବା ଲୋକ ତୀବ୍ର ବେଗରେ ଚାଲନ୍ତି, କିନ୍ତୁ ମଙ୍ଗଳକାରୀ ବ୍ୟକ୍ତି ବା ଦଳ ଧୀର ସ୍ଥିର ଓ ଖୁସି ମନାର ସହିତ ଆସିଥାଏ। ଏହି ସୂତ୍ରରୁ ମୁଁ ତାଙ୍କ ଗତିବିଧି ଲକ୍ଷ୍ୟ କରି ଏକଥା ଜାଣିନେଇଛି ଯେ ଏମାନେ ଆମର ଅମଙ୍ଗଳ କାମନା କରି ଆସିନାହାନ୍ତି, ଅବା ଏମାନଙ୍କର ଉଦ୍ଦେଶ୍ୟ ମନ୍ଦ ନୁହେଁ। ଏଥି ସଂକ୍ରାନ୍ତରେ ତବରୀର ଇତିହାସ ପୃଷ୍ଠାରେ ଉଲ୍ଲେଖ ରହିଛି, ବିଜୟ ଓ ସୁସମାଚାର ମଧ୍ୟରେ ହଜରତ ଉସାମା ରଦିୟଲ୍ଲାହୁଙ୍କ ସୈନ୍ୟ ଦଳ ବିଜୟମଣ୍ଡିତ ହୋଇ ମଦିନା ଫେରିଆସିଲା। ସେହି ଅବସରରେ ହଜରତ ଅବୁ ବକର ରଦିୟଲ୍ଲାହୁ ହଜରତ ଉସାମା ରଦିୟଲ୍ଲାହୁଙ୍କୁ ମଦିନାରେ ନିଜର ନାଏବ ଅର୍ଥାତ୍ ପ୍ରତିନିଧି ଅତିରିକ୍ତର ଦାୟିତ୍ୱ ପ୍ରଦାନ କରିଥିଲେ। ଏହା ମଧ୍ୟ କୁହାଯାଉଛି ଯେ ହଜରତ ଅବୁ ବକର ସିଦ୍ଦିକ ରଦିୟଲ୍ଲାହୁ ସନାନ ଜୁମରିଙ୍କୁ ନିଜର ନାଏବ ମୁତୟନ କରିଥିଲେ, ପ୍ରତିନିଧି ମୁତୟନ କରିଥିଲେ ଏବଂ ପ୍ରତ୍ୟାବର୍ତ୍ତନ ସୈନ୍ୟ ଦଳକୁ ଆଦେଶ ଦେଲେ ଯେ ବର୍ତ୍ତମାନ ତୁମେ ବିଶ୍ରାମ କର, ନିଜ ବାହନଗୁଡ଼ିକୁ ମଧ୍ୟ ଦମ ନେବାକୁ ଦିଅ। ସେଥିଅନ୍ତେ ସ୍ୱୟଂ ଲୋକମାନଙ୍କ ସାଥିରେ ବାହନରେ ଆରୋହଣ କରି ଆପଣ ଅର୍ଥାତ୍ ହଜରତ ଅବୁ ବକର ସିଦ୍ଦିକ ରଦିୟଲ୍ଲାହୁ ଜୁଲକିସ୍ସା ଆଡ଼କୁ ଯାତ୍ରା କରିଥିଲେ। ସେତେବେଳେ ମୁସଲମାନମାନେ ନିବେଦନ ପୂର୍ବକ କହିଲେ, ହେ ଆଲ୍ଲାହଙ୍କ ରସୁଲଙ୍କ ଖଲିଫା, ଆପଣ ଏହି ଅଭିଯାନରେ ସ୍ୱୟଂ ଯାଆନ୍ତୁ ନାହିଁ, କାରଣ ପ୍ରଭୁ ନ କରନ୍ତୁ ଯେ ଆପଣଙ୍କର କିଛି ଅନିଷ୍ଟ ଘଟୁ, ତେବେ ସମସ୍ତ ବ୍ୟବସ୍ଥା ନଷ୍ଟଭ୍ରଷ୍ଟ ହୋଇଯିବ। ବରଂ ନିଜ ସ୍ଥାନରେ ଅନ୍ୟ କାହାରିକୁ ପ୍ରେରଣ କରିଦିଅନ୍ତୁ। ଏଥିରେ ଆପଣ ଉତ୍ତର ଦେଲେ, ଆଲ୍ଲାହଙ୍କ ରାଣ, ଏପରି କଦାପି ହେବ ନାହିଁ, ବରଂ ମୁଁ ସ୍ୱୟଂ ଲୋକମାନଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବି। ପୁନଶ୍ଚ ରବଜା ଉପରେ ଆକ୍ରମଣ ପ୍ରସଙ୍ଗରେ ଲେଖା ଅଛି
ଯେ ହଜରତ ଅବୁ ବକର ସିଦ୍ଦିକ ରଜିୟତାଲା ସମସ୍ତ ବ୍ୟବସ୍ଥା କରି ଜୁଲକିସା ଯାତ୍ରା କରିଥିଲେ। ଉକ୍ତ ଅଞ୍ଚଳଟି ମଦିନାଠାରୁ 40 ମାଇଲ ଦୂରତାରେ ଅବସ୍ଥିତ ଥିଲା। ନୁମାନ, ଅବଦୁଲ୍ଲା ଓ ସବିଦ ନିଜ ନିଜ ସ୍ଥାନରେ ରହିଥିଲେ। ହଜରତ ଅବୁ ବକର ସିଦ୍ଦିକ ରଜିୟତାଲା ଅବ୍ରକ ସ୍ଥାନରେ ଯାଇ ରବଜା ଗୋଷ୍ଠୀକୁ ଭେଟି ନେଲେ। ସେଠାରେ ଉଭୟ ପକ୍ଷ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା। ଶେଷରେ ହାରିସ ଓ ଅଫ୍ ପରାଜିତ ହୋଇଥିଲେ, ଯେ ମର୍ରା, ସାଲବା ଓ ଅବସ ଗୋଷ୍ଠୀର ସର୍ଦ୍ଦାର ଥିଲେ। ଫତିହା ବନ୍ଦୀ ହୋଇଥିଲେ। ହଜରତ ଅବୁ ବକର ସିଦ୍ଦିକ ରଜିୟତାଲା ଉକ୍ତ ସ୍ଥାନରେ କିଛି ଦିନ ରହିବା ପରେ ଉକ୍ତ ସ୍ଥାନକୁ ଘୋଡ଼ାମାନଙ୍କ ପାଇଁ ଚାରଣଭୂମି ରୂପେ ଚୟନ କରି ନେଇଥିଲେ। ଶତ୍ରୁ ଏହି ଯୁଦ୍ଧରେ ପତିତ ହୋଇ ବନୁ ଅବସ ଓ ବନୁ ଜୁବିୟାନ ତୁଲେହା ସହିତ ମିଳିତ ହୋଇଯାଇଥିଲେ, ଯେ ସମୀରାରୁ ଯାତ୍ରା କରି ବଜାଖା ପହଞ୍ଚି ଅବସ୍ଥାନ କରିଥିଲେ। ବଜାଖା ବନୁ ଅସଦର ଝରଣାର ସ୍ରୋତର ନାମ। ସେଠାରେ ତୁଲେହା ଅସଦି ସହିତ ହଜରତ ଅବୁ ବକର ସିଦ୍ଦିକ ରଜିୟତାଲାଙ୍କ କାଳରେ ବୃହତ ଯୁଦ୍ଧ ଘଟିଥିଲା। ଆଉ ଜଣେ ଇତିହାସବିତ୍ ପରାଜିତ ଦଳ ସମ୍ପର୍କରେ ଉଲ୍ଲେଖ କରିଛନ୍ତି, ବନୁ ଜୁବିୟାନ, ବନୁ ଅସଦ, ବନୁ ଗତଫାନ, ବନୁ ବକର ମଦିନାର ନିକଟବର୍ତ୍ତୀ ଅନ୍ୟ ବିଦ୍ରୋହୀ କବିଲା ପାଇଁ ଉପଯୁକ୍ତ ଥିଲା, ଯେ ସେମାନେ ନିଜ ହଠଧର୍ମ ଓ ବିଦ୍ରୋହ ପ୍ରଦର୍ଶନ ଛାଡ଼ି ହଜରତ ଅବୁ ବକର ସିଦ୍ଦିକ ରଜିୟତାଲାଙ୍କର ପୂର୍ଣ୍ଣ ଆଜ୍ଞାବହତା ସ୍ୱୀକାର କରିବା ଓ ଇସଲାମୀୟ ନୀତିଶିକ୍ଷାର ପାଳନ କରିବାର ସାକ୍ଷ୍ୟ ଦେବା ପରିବର୍ତ୍ତେ ମୁସଲମାନମାନଙ୍କ ସହିତ ଶତ୍ରୁତା କରିଥିଲେ ଏବଂ ଏହି ଶତ୍ରୁତାରେ ସେମାନଙ୍କର ଚକ୍ଷୁ ଅନ୍ଧ ହୋଇଯାଇଥିଲା। ହଜରତ ଅବୁ ବକର ସିଦ୍ଦିକ ରଜିୟତାଲାଙ୍କ ମାଧ୍ୟମରେ ସେମାନଙ୍କର ବଳ ଭାଙ୍ଗି ଯାଇଥିଲା। ରୋମ ସୀମାବର୍ତ୍ତୀ ଅଞ୍ଚଳରେ ମଦିନାବାସୀଙ୍କ ପ୍ରତାପ ଖେଳି ଯାଇଥିଲା। ମୁସଲମାନମାନଙ୍କର ବୀରତ୍ୱ ସେମାନଙ୍କ ହୃଦୟରେ କାୟା ବିସ୍ତାର କରିଯାଇଥିଲା। ମୁସଲମାନମାନେ ସେହି ଦୁର୍ବଳ ଅବସ୍ଥାରେ ନଥିଲେ। ଏବେ ସେମାନଙ୍କ ଅବସ୍ଥା ପରିବର୍ତ୍ତନ ହୋଇଯାଇଥିଲା। ଏବେ ତ ମକ୍କାବାସୀ ମଧ୍ୟ ସେମାନଙ୍କ ସାଥିରେ ଅର୍ଥାତ୍ ମୁସଲମାନମାନଙ୍କ ସାଥିରେ ସାମିଲ ହୋଇଯାଇଥିଲେ। ତାଇଫ ଓ ସମଗ୍ର ଆରବବାସୀ ମଧ୍ୟ ମୁସଲମାନ ହୋଇଯାଇଥିଲେ। ଏପରିକି ଶତ୍ରୁ ଦଳରେ ମଧ୍ୟ ମୁସଲମାନମାନଙ୍କର ବହୁଳ ସଂଖ୍ୟା ଉପସ୍ଥିତ ରହିଥିଲା ଏବଂ ଶତ୍ରୁମାନଙ୍କର ଅବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିଲା। ତେଣୁ ସେମାନେ ଅର୍ଥାତ୍ ଶତ୍ରୁମାନେ ନିଜ ଭିଟାମାଟିକୁ ବିଦାୟ ଦେଇ ବନୁ ଅସଦ ଅବତାରତ୍ୱର ମିଥ୍ୟା ଦାବି କରିଥିବା ତଲିହା ବିନ୍ ଖୁୱାଇଲଦଙ୍କ ସହିତ ମିଳିତ ହୋଇଯାଇଥିଲେ। ସେମାନଙ୍କ ପହଞ୍ଚିଯିବା ଫଳରେ ତଲିହା ଓ ମୁସଲମା ବିନ୍ କଜ୍ଜାବଙ୍କ ଗୋଷ୍ଠୀର ଶକ୍ତି ସାମର୍ଥ୍ୟରେ ବେଶ ଅଭିବୃଦ୍ଧି ଘଟିଥିଲା ଏବଂ ୟମନ ଦେଶରେ ତ ଏହି ବିଦ୍ରୋହର ଅଗ୍ନି ତୀବ୍ର ରୂପ ଧାରଣ କରିଥିଲା। ଏକଥା ସର୍ବଦା ମନେ ରଖିବା ଉଚିତ ଯେ ସେମାନେ ବିଦ୍ରୋହର ଅଗ୍ନି ପ୍ରଜ୍ୱଳିତ କରିଥିଲେ ଏବଂ ଯୁଦ୍ଧର ସୂତ୍ରପାତ ମଧ୍ୟ ସେହିମାନଙ୍କଠାରୁ ଆରମ୍ଭ ହୋଇଥିଲା। ସୁତରାଂ କେବଳ ତାହାର ପ୍ରତିଶୋଧ ହିଁ ସେହିମାନଙ୍କଠାରୁ ନିଆଯାଇଥିଲା। ଅର୍ଥାତ୍ ଯଦି ମୁସଲମାନମାନେ ସେମାନଙ୍କ ବିରୋଧରେ ଯୁଦ୍ଧ କରିଥିଲେ, ତେବେ କେବଳ ପ୍ରତିଶୋଧ ନେବା ପାଇଁ କରିଥିଲେ। ଯେଭଳି ଉନ୍ମୂଳ କାଣ୍ଡ ସେମାନେ ଭିଆଇଥିଲେ, ତାହାର ପ୍ରତିଶୋଧ ନେବା ପାଇଁ ଏଭଳି ମୁସଲମାନମାନଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଜକାତ୍ର ଅସ୍ୱୀକାରକାରୀଙ୍କ ଉପରେ ବିଜୟ ପ୍ରାପ୍ତ କରିବା ଓ ହଜରତ ଅବୁ ବକର ସିଦ୍ଦିକ ରଜିୟତାଲାଙ୍କ ବୀରତ୍ୱ ଓ ଦାମ୍ଭିକତାର ଚର୍ଚ୍ଚା କରି ଅବଦୁଲ୍ଲା ବିନ୍ ମସୁଦ ରଜିୟତାଲା ବର୍ଣ୍ଣନା କରନ୍ତି, ହଜରତ ମୁହମ୍ମଦ ମୁସ୍ତଫା ସല്ലଲ୍ଲାହୁ ଆଲୈହି ወସଲ୍ଲମଙ୍କ ଦେହାବସାନ ପରେ ଆମେମାନେ ସେହି ସ୍ଥଳେ ଛିଡ଼ା ହୋଇଥିଲୁ ଯେ ଯଦି ପରମେଶ୍ୱର ହଜରତ ଅବୁ ବକର ରଜିୟତାଲାଙ୍କ ମାଧ୍ୟମରେ ଆମମାନଙ୍କର ସାହାଯ୍ୟ ସହଯୋଗ କରିନଥାନ୍ତେ, ତେବେ ଆମେ ସୁନିଶ୍ଚିତ ରୂପେ ଧ୍ୱଂସ ପାଇଯାଇଥାନ୍ତୁ। ଆମମାନଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା ଯେ ଆମେ ଜକାତର ଓଟ ହାସଲ କରିବା ପାଇଁ ଅନ୍ୟମାନଙ୍କ ସହିତ ଯୁଦ୍ଧ କରିବୁ ନାହିଁ, ବରଂ ପ୍ରଭୁଙ୍କ ଉପାସନାରେ ନିମଜ୍ଜିତ ହୋଇଯିବୁ ଯେପର୍ଯ୍ୟନ୍ତ କି ଆମକୁ ସମ୍ପୂର୍ଣ୍ଣ ରୂପେ ବିଜୟ ଲାଭ ହୋଇନାହିଁ। କିନ୍ତୁ ହଜରତ ଅବୁ ବକର ସିଦ୍ଦିକ ରଜିୟତାଲା ସେହି ଅମାନ୍ୟକାରୀଙ୍କ ସହିତ ଯୁଦ୍ଧ କରିବାର ଦୃଢ଼ ସଂକଳ୍ପ କରିସାରିଥିଲେ।
ଅତଏବ ସେମାନେ ଅମାନ୍ୟକାରୀଙ୍କ ସମ୍ମୁଖରେ ମାତ୍ର ଦୁଇଟି ସର୍ତ୍ତ ରଖିଥିଲେ। ପ୍ରଥମତଃ ସେମାନେ ନିଜ ଅପଦସ୍ଥ ଓ ପରାଜୟ ସ୍ୱୀକାର କରିବେ। ଯଦି ଏହା ନ କରନ୍ତି ତେବେ ଦେଶରୁ ବହିଷ୍କୃତ ହେବେ ଅଥବା ଯୁଦ୍ଧର ସାମ୍ନା କରିବେ। ନିଜ ଅପମାନ ଓ ପରାଜୟ ସ୍ୱୀକାର କରିବା, ପରାଜୟ ବରଣ କରିବା ଅର୍ଥ ଥିଲା ଏହା ଯେ ସେମାନଙ୍କ ହତ୍ୟା ହୋଇଥିବା ସାଥୀମାନେ ନର୍କବାସୀ ହେବେ ଏବଂ ଆମର ସାଥୀମାନେ ବୈକୁଣ୍ଠବାସୀ ହେବେ ଏବଂ ସେମାନେ ଆମ ନିହତ ବ୍ୟକ୍ତିଙ୍କର କ୍ଷତିପୂରଣ ଦେବେ। ଆମେ ଯେଉଁ ମାଲେ ଗନିମତ ହାସଲ କରିଥିଲୁ ତାହା ଫେରସ୍ତ କରିବାର ଦାବି କରିବେ ନାହିଁ, କିନ୍ତୁ ଯେଉଁ ଅର୍ଥ ସେ ଆମମାନଙ୍କଠାରୁ ନେଇଛନ୍ତି ତାହା ସେ ଆମମାନଙ୍କୁ ଫେରସ୍ତ କରିଦେବେ। ଆଉ ଦେଶରୁ ବିତାଡ଼ିତ କରିବାର ଅର୍ଥ ପରାସ୍ତ ହେବା ପରେ ନିଜ ଅଞ୍ଚଳରୁ ବାହାରି ଦୂରଦୂରାନ୍ତର ଅଞ୍ଚଳରେ ବସତି ସ୍ଥାପନ କରିବା ଥିଲା। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ଏଥି ସଂକ୍ରାନ୍ତରେ କୁହନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ସ୍ୱର୍ଗବାସ ପରେ ସମଗ୍ର ଆରବ ଗୋଷ୍ଠୀ ଜକାତ ଦେବାକୁ ମନା କରିଦେଲେ। ଫଳତଃ ହଜରତ ଅବୁ ବକର ରଜିୟଲ୍ଲାହୁ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଲେ। ସେତେବେଳେ ପରିସ୍ଥିତି ଏଭଳି ସଙ୍କଟାପନ୍ନ ଓ ଜଟିଳ ହୋଇଯାଇଥିଲା ଯେ ହଜରତ ଉମର ରଜିୟଲ୍ଲାହୁ ପରି ବ୍ୟକ୍ତିତ୍ୱ ଆସି ହଜରତ ଅବୁ ବକର ରଜିୟଲ୍ଲାହୁଙ୍କୁ ପରାମର୍ଶ ଦେଲେ କି ହେ ଆଲ୍ଲାହଙ୍କ ରସୁଲଙ୍କ ଖଲିଫା, ଏମାନଙ୍କ ସହ ନମ୍ର ଆଚରଣ କରନ୍ତୁ। ଏଥିରେ ଅବୁ ବକର ରଜିୟଲ୍ଲାହୁ ଉତ୍ତର ଦେଲେ, ଅବୁ କାହାଫାର ପୁତ୍ରର କ'ଣ ବା ସାମର୍ଥ୍ୟ ଯେ ସେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ଆଦେଶକୁ ରଦ୍ଦ କରିଦେବ। ପ୍ରଭୁଙ୍କ ରାଣ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ସମୟରେ ଓଟ ଗୋଡ଼ ବାନ୍ଧିବାର ରଶି ଯେ ଜକାତ ଦେଉଥିଲେ, ଯଦି ତାହା ବର୍ତ୍ତମାନ ସେମାନେ ନ ଦିଅନ୍ତି ତେବେ ମୁଁ ସେମାନଙ୍କ ସହିତ ଯୁଦ୍ଧ କରିବି ଏବଂ ତାହା ସେମାନଙ୍କ ଠାରୁ ଛଡ଼େଇ ନେବି। ଯଦି ତୁମେମାନେ ମୋ ଠାରୁ ଏହି କାର୍ଯ୍ୟରେ ବିରତ ରହିବାକୁ ଚାହୁଁଛ ତେବେ ନିଃସନ୍ଦେହ ରୂପେ ମୋ ଠାରୁ ଅଲଗା ହୋଇଯାଅ। ମୁଁ ଏକାକୀ ସେମାନଙ୍କର ମୁକାବିଲା କରିବି। ଆପଣ ରଜିୟଲ୍ଲାହୁ କୁହନ୍ତି, ଦେଖ ହଜରତ ଅବୁ ବକର ରଜିୟଲ୍ଲାହୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କର କିଭଳି ଅନୁଗାମୀ ଥିଲେ। ସେ ଅତି ଜଟିଳ ପରିସ୍ଥିତିରେ ମଧ୍ୟ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ଆଦେଶ ପ୍ରଣୟନ କରିବାରେ ସମସ୍ତ ପ୍ରକାର ବାଧାବିଘ୍ନ ଓ ଜଟିଳ ପରିସ୍ଥିତିର ମଧ୍ୟ ଭ୍ରୂକ୍ଷେପ କଲେ ନାହିଁ। ଆଉ ଏକ ସ୍ଥାନରେ ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ହଜରତ ଅବୁ ବକର ରଜିୟଲ୍ଲାହୁଙ୍କ ସମୟ କାଳରେ ବିଶୃଙ୍ଖଳା ଓ ବିଦ୍ରୋହ ଚତୁଃପାର୍ଶ୍ୱରେ ପରିବ୍ୟାପ୍ତ ହୋଇଯାଇଥିଲା ଏବଂ କେବଳ ଗାଁ ଗଣ୍ଡାରେ ସାମୂହିକ ନମାଜ ପାଠ ହୋଇଥିଲା। ଉସାମାଙ୍କ ସେନାକୁ ପ୍ରେରଣ କରିବା ପରେ ହଜରତ ଅବୁ ବକର ସିଦ୍ଦିକ ରଜିୟଲ୍ଲାହୁ ଜକାତ ଦେବାକୁ ମନା କରୁଥିବା ଲୋକମାନଙ୍କ ବିରୁଦ୍ଧରେ ଖଣ୍ଡା ଉତ୍ତୋଳନ କରିଦେଲେ। ହଜରତ ଉମର ରଜିୟଲ୍ଲାହୁ ମଧ୍ୟ ଶେଷରେ ପରାମର୍ଶ ଦେଲେ ଯେ ଏହି ଲୋକମାନଙ୍କ ସହିତ ସନ୍ଧି କରିନିଅନ୍ତୁ, କିନ୍ତୁ ହଜରତ ଅବୁ ବକର ରଜିୟଲ୍ଲାହୁ କାହାରି କଥା ଶୁଣିଲେ ନାହିଁ। ଏଥିରୁ ପ୍ରମାଣିତ ହେଉଛି ଯେ ଜକାତ ଦେବା କେତେ ଜରୁରୀ। ଧର୍ମନିଷ୍ଠତାର ସ୍ତର ପ୍ରସଙ୍ଗରେ ଚର୍ଚ୍ଚା କରି ହୁଜୁର ଏହି ପ୍ରସଙ୍ଗ ନିଜ ଅଭିଭାଷଣରେ ବ୍ୟାଖ୍ୟା କରିଥିଲେ, ଅର୍ଥାତ୍ ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ଧର୍ମନିଷ୍ଠତାର ସ୍ତର ପ୍ରସଙ୍ଗରେ ବର୍ଣ୍ଣନା କରି କୁହନ୍ତି, ଆହମଦୀମାନଙ୍କୁ ସର୍ବଦା ସ୍ମରଣ ରଖିବା ଉଚିତ ଯେ ଜକାତ କେତେ ଜରୁରୀ, ଜକାତ ଦେବା କେତେ ଜରୁରୀ ଏବଂ ଏହା ନିୟମିତ ରୂପେ ପୈଠ କରିବା ଅନିବାର୍ଯ୍ୟ। ଆଲ୍ଲାହ ତାଆଲା ନମାଜ ପ୍ରତି ଯେଉଁ ସ୍ଥଳେ ଧ୍ୟାନ ଆକର୍ଷିତ କରିଛନ୍ତି ସେହି ସ୍ଥଳେ ଜକାତ ପୈଠ କରିବା ପାଇଁ ମଧ୍ୟ ଆଦେଶ ଦେଇଛନ୍ତି। ଖିଲାଫତର ଆସନ ପ୍ରସଙ୍ଗରେ ଗୋଟିଏ ସ୍ଥାନରେ ଆପଣ କୁହନ୍ତି, ଯେତେବେଳେ ହଜରତ ଅବୁ ବକର ସିଦ୍ଦିକ ରଜିୟଲ୍ଲାହୁଙ୍କୁ ଜକାତ ଦେବାକୁ ଅସ୍ୱୀକାର କଲେ ଲୋକମାନେ ଯେ ଏହି ଆଦେଶ କେବଳ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ପାଇଁ ବିଧେୟ ଥିଲା, ତାଙ୍କ ଅନ୍ତେ ବର୍ତ୍ତମାନ ଆଉ କେହି ଜକାତ ଆଦାୟ କରିବାର ଅଧିକାରୀ ନୁହେଁ। ହଜରତ ଅବୁ ବକର ରଜିୟଲ୍ଲାହୁ ଏହି ଆପତ୍ତିର ଉତ୍ତର ଦେଇ କହିଲେ, ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ନିଧନ ହୋଇଗଲା ସତ, କିନ୍ତୁ ଧର୍ମବିଧାନ ଏବେ ମଧ୍ୟ ନିଜ ସ୍ଥାନରେ ପ୍ରତିଷ୍ଠିତ ଓ ପ୍ରବର୍ତ୍ତିତ ଏବଂ ମୁଁ ତାଙ୍କ ପ୍ରତିନିଧି ହୋଇ କହୁଛି ଯେ ଏହି ନିୟମ ଚିରକାଳ ଖିଲାଫତ ସହିତ ସଂଶ୍ଳିଷ୍ଟ ରହିଥିବ।
କିନ୍ତୁ ଲୋକମାନେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବୁଝିପାରିଲେ ନାହିଁ। ପରମେଶ୍ୱର ନମାଜ ପରେ ଜକାତ ଦେବାର ଆଦେଶ ଦେଇଛନ୍ତି। ହଜରତ ଅବୁ ବକର ରଜିୟଲ୍ଲାହୁ କହିଲେ, ମୁଁ ଜକାତ ନ ଦେବା ଲୋକମାନଙ୍କ ସହିତ ସେହିପରି ଆଚରଣ କରିବି ଯେପରି ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମ ଅମାନ୍ୟକାରୀଙ୍କ ସାଥିରେ କରୁଥିଲେ। ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କ ପରଲୋକ ପରେ କେବଳ ମକ୍କା, ମଦିନା, ଅନ୍ୟ ଏକ ସହର ବ୍ୟତୀତ ସମଗ୍ର ଆରବ ସ୍ୱଧର୍ମରୁ ଓହରି ଯାଇଥିଲେ। ଏପରି ପ୍ରତିକୂଳ ପରିସ୍ଥିତିରେ ହଜରତ ଉମର ରଜିୟଲ୍ଲାହୁ ମଧ୍ୟ ହଜରତ ଅବୁ ବକର ସିଦ୍ଦିକ ରଜିୟଲ୍ଲାହୁଙ୍କୁ ପରାମର୍ଶ ଦେଇଥିଲେ ଯେ ଏହି ଅମାନ୍ୟକାରୀଙ୍କ ସହିତ ଜକାତର ଅସ୍ୱୀକାରୀମାନଙ୍କ ସହିତ ସନ୍ଧି କରି ନିଅନ୍ତୁ। ପ୍ରଥମେ ମିଥ୍ୟା ଅବତାରୋତ୍ତର ଦାବିକାରୀଙ୍କର ମୂଳୋତ୍ପାଟନ ହୋଇଯାଉ, କାରଣ ସେମାନେ ହିଁ ମୂଳ ଷଡ଼ଯନ୍ତ୍ରର ଉତ୍ସ ଓ ସବୁଠାରୁ ଭୟଙ୍କର। ଏଥିରେ ହଜରତ ଅବୁ ବକର ସିଦ୍ଦିକ ରଜିୟଲ୍ଲାହୁ ଉତ୍ତର ଦେଲେ, ଯଦି ଲୋକମାନେ ଛେଳି ଛୁଆ ଓ ଓଟର ଗୋଡ଼ ବାନ୍ଧିବା ରଶି ବରାବର ଜକାତ ଦେବାକୁ ମନା କରନ୍ତି, ତେବେ ସୁଦ୍ଧା ମୁଁ ସେମାନଙ୍କ ସହିତ ଯୁଦ୍ଧ କରିବି। ଯଦି ତୁମେମାନେ ମୋର ଏହି ଅଭିଯାନରେ ମୋଠାରୁ ଅଲଗା ରୁହ, ବିରତ ରୁହ, ତେବେ ନିଃସନ୍ଦେହ ରୂପେ ଅଲଗା ହୋଇଯାଅ। ମୁଁ ଏକାକୀ ହିଁ ସେମାନଙ୍କର ମୁକାବିଲା କରିବି। ଏହା ମଧ୍ୟ ଖିଲାଫତର ବରକତ ମଧ୍ୟରୁ ଗୋଟିଏ ଯେ ଧର୍ମାଦେଶକୁ ପ୍ରଣୟନ କରିବା ସକାଶେ ସମସ୍ତ ପ୍ରକାର ପ୍ରୟାସ ଉପସ୍ଥିତ ଖଲିଫା ହିଁ କରିଥାନ୍ତି। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ଗୋଟିଏ ସ୍ଥାନରେ ବର୍ଣ୍ଣନା କରିଛନ୍ତି, ଲୋକେ ଆଉ ଏକ ଆପତ୍ତି କରିଥାନ୍ତି, କିନ୍ତୁ ତାହାର ଉତ୍ତର ପରମେଶ୍ୱର 1300 ବର୍ଷ ପୂର୍ବରୁ ପ୍ରଦାନ କରିଦେଇଛନ୍ତି। ଲୋକେ ଆପତ୍ତି କରିଥାନ୍ତି, ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କୁ ଶାୱିରୁହୁମ୍ ଫିଲ୍ ଅମ୍ରର ଆଦେଶ ଦିଆଯାଇଥିଲା। ତେବେ ଏ ଖିଲାଫତ ବ୍ୟବସ୍ଥା କେଉଁଠାରୁ ବାହାରି ପଡ଼ିଲା? ସେହି ଲୋକମାନଙ୍କୁ ମନେ ରଖିବା ଉଚିତ ଯେ ହଜରତ ଅବୁ ବକର ସିଦ୍ଦିକ ରଜିୟଲ୍ଲାହୁଙ୍କ ସମୟରେ ଜକାତ ପ୍ରସଙ୍ଗରେ ମଧ୍ୟ ଲୋକେ ଏହି କିସମର ଆପତ୍ତି କରିଥିଲେ ଯେ ଜକାତ ଦେବାର ଆବଶ୍ୟକତା ନାହିଁ, କାରଣ ଜକାତ ଦେବାର ଆଦେଶ କେବଳ ହୁଜୁର ସല്ലଲ୍ଲାହୁ ଆଲୈହି ವସଲ୍ଲମଙ୍କୁ ପ୍ରଦାନ କରାଯାଇଥିଲା। ତାଙ୍କ ଅନ୍ତେ ଏହା ଆଦାୟ କରିବା ଅର୍ଥାତ୍ ଜକାତ ଆଦାୟ କରିବାର କିଏ ବା ଅଧିକାରୀ? ଯେପରି ହଜରତ ଅବୁ ବକର ରଜିୟଲ୍ଲାହୁ ଏହି ଆପତ୍ତିର ଉତ୍ତର ଦେଇଥିଲେ ଯେ ହୁଜୁର ସല്ലଲ୍ଲାହୁ ଆଲୈହି ವସଲ୍ଲମଙ୍କର ନିଧନ ହୋଇଗଲା ସତ, କିନ୍ତୁ ଧର୍ମ ବିଧାନ ଏବେ ସୁଦ୍ଧା ଚଳଚଞ୍ଚଳ ଓ ନିଜ ସ୍ଥାନରେ ପ୍ରତିଷ୍ଠିତ, ଏବଂ ମୁଁ ତାଙ୍କ ପ୍ରତିନିଧି ହୋଇ କହୁଛି ଯେ ଏହି ନିୟମ ଚିରକାଳ ଖିଲାଫତ ସହିତ ସଂଶ୍ଳିଷ୍ଟ ରହିବ। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ କୁହନ୍ତି, ସେତେବେଳେ ସେହି ଉତ୍ତର ସତ୍ୟ ଥିଲା, ସଠିକ ଥିଲା। ପୁନଶ୍ଚ ଆପଣ କୁହନ୍ତି, ଯଦି ତୁମର ଆପତ୍ତି ଠିକ, ତେବେ କୁରାନର ଏପରି ଅନେକ ଆଦେଶକୁ ଅଲଗା କରିଦେବାକୁ ପଡ଼ିବ ଯାହାକି ଖୋଲାଖୋଲି ମୂର୍ଖାମି ଅଟେ। ଏହା ଆପଣ ସେତେବେଳେ ବର୍ଣ୍ଣନା କରୁଥିଲେ ଯେତେବେଳେ ଖିଲାଫତର ଆସନ ପ୍ରସଙ୍ଗରେ ଆପଣ ବକ୍ତୃତା ଦେଉଥିଲେ। ଆଉ ଏକ ଅବସରରେ ଆପଣ ବର୍ଣ୍ଣନା କରିଛନ୍ତି, ଯେତେବେଳେ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କର ଅକାଳ ବିୟୋଗ ଘଟିଲା, ସେତେବେଳେ ଅନେକ ଅବୋଧ ବ୍ୟକ୍ତିମାନେ ଇସଲାମ ଧର୍ମରୁ ଓହରିଗଲେ। ତତ୍ସମ୍ପର୍କରେ ଇତିହାସରେ ଉଲ୍ଲେଖ ରହିଛି, କେବଳ 3ଟି ଏଭଳି ସ୍ଥାନ ରହିଥିଲା ଯେଉଁଠାରେ ବା ଜମାତ ନମାଜ ପାଠ କରାଯାଉଥିଲା। ସେହିପରି ଦେଶର ଅନେକ ବ୍ୟକ୍ତିମାନେ ଜକାତ ପୈଠ କରିବାକୁ ମଧ୍ୟ ସ୍ୱୀକାର କରିଦେଇଥିଲେ। ସେମାନେ ସିଧାସଳଖ ଭାବରେ କହିଦେଇଥିଲେ ଯେ ହୁଜୁର ସല്ലଲ୍ଲାହୁ ଆଲୈହି ವಸಲ್ಲମଙ୍କ ବିୟୋଗ ପରେ କେଉଁ ବ୍ୟକ୍ତି ଏହି ଅଧିକାର ରଖୁଛି ଯେ ସେ ଆମଠାରୁ ଜକାତ ଆଦାୟ କରିପାରିବ। ଅତଏବ ଯେତେବେଳେ ଏହି ଖବରଟି ଆରବର ଧନାଢ଼୍ୟ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିଲା ଏବଂ ହଜରତ ଅବୁ ବକର ରଜିୟଲ୍ଲାହୁ ଏହିପରି ଭାବରେ ଲୋକମାନଙ୍କ ଉପରେ କଠୋରତା ଅବଲମ୍ବନ କରିବାକୁ ଇଚ୍ଛା ପ୍ରକାଶ କଲେ, ସେତେବେଳେ ହଜରତ ଉମର ରଜିୟଲ୍ଲାହୁ ଅନ୍ୟାନ୍ୟ ସାହାବାମାନେ ମଧ୍ୟ ଆପଣଙ୍କ ନିକଟରେ ଉପସ୍ଥିତ ହେଲେ ଏବଂ ନିବେଦନ କଲେ ଯେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମର ସାମାନ୍ୟତମ ଅବହେଳା ମଧ୍ୟ ଏକ ବିରାଟ କ୍ଷତିର କାରଣ ସାବ୍ୟସ୍ତ ହୋଇପାରେ। ଅତଏବ ଆମମାନଙ୍କର ଏହି ପରାମର୍ଶ ଯେ ଏତେ ବିଶାଳ ସଂଖ୍ୟକ ଶତ୍ରୁମାନଙ୍କର ମୁକାବିଲା କରିବା ଉଚିତ ହେବ ନାହିଁ। ଯେଉଁମାନେ ଜକାତ ଦେବାକୁ ଇଚ୍ଛୁକ ସେମାନଙ୍କ ପ୍ରତି ବିନମ୍ରତାମୂଳକ ଆଚରଣ ପ୍ରଦର୍ଶନ କରାଯାଉ। ଅବୁ ବକର ରଜିୟଲ୍ଲାହୁ ଉତ୍ତର ଦେଲେ ଯେ ତୁମମାନଙ୍କ ମଧ୍ୟରୁ ଯେ କେହି ଭୟ କରୁଛନ୍ତି ସେମାନେ ଯୁଆଡ଼େ ଇଚ୍ଛା ସିଆଡ଼େ ଚାଲିଯାଇପାରନ୍ତି। ମୁଁ ଆଲ୍ଲାହ ତାଆଲାଙ୍କ ଶପଥ କରି କହୁଛି, ତୁମମାନଙ୍କ ମଧ୍ୟରୁ ଯଦି ଜଣେ ବ୍ୟକ୍ତି
ମୋର ସମର୍ଥନ ନ କରେ ଏବଂ ମୋ ଠାରୁ ବିଚ୍ଛିନ୍ନ ହୋଇଯାଏ, ତେବେ ସୁଦ୍ଧା ମୁଁ ଏକାକୀ ଶତ୍ରୁର ମୁକାବିଲା କରିବି। ଏବଂ ଶତ୍ରୁ ଯଦି ମଦିନା ଭିତରକୁ ପ୍ରବେଶ କରି ଆସେ ଏବଂ ମୋର ପ୍ରିୟଜନ ଓ ସମ୍ପର୍କୀୟ ମାନଙ୍କୁ ହତ୍ୟା କରିଦିଏ ତଥା କୁକୁରମାନେ ମହିଳାମାନଙ୍କ ଶବକୁ ମଦିନାର ଗଳିକନ୍ଦିରେ ଘୋଷାରି ବୁଲନ୍ତି, ତେବେ ମଧ୍ୟ ମୁଁ ସେମାନଙ୍କ ସହିତ ଯୁଦ୍ଧ କରିବି ଏବଂ ସେ ପର୍ଯ୍ୟନ୍ତ ଅଟକିବି ନାହିଁ ଯେପର୍ଯ୍ୟନ୍ତ ଏହି ଲୋକମାନେ ଜକାତ ପୈଠ କରିନାହାନ୍ତି। ଅତଏବ ହଜରତ ଅବୁ ବକର ସିଦ୍ଦିକ ରଜିୟଲ୍ଲାହୁ ଶତ୍ରୁ ପକ୍ଷର ସମସ୍ତ ଉପଦ୍ରବର ଅତ୍ୟନ୍ତ ସାହସିକତାର ସହିତ ମୁକାବିଲା କରିଥିଲେ। ପରିଶେଷରେ ସେ ଏଥିରେ କୃତକାର୍ଯ୍ୟ ହୋଇଥିଲେ। ତାହା କେବଳ ଏଥିପାଇଁ ଯେ ସେ ଭାବୁଥିଲେ ଯେ ଏହି କାର୍ଯ୍ୟଟି ମୋ ଦ୍ୱାରା ହିଁ ସମ୍ପାଦିତ ହେବ। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ କୁହନ୍ତି, ହଜରତ ଅବୁ ବକର ରଜିୟଲ୍ଲାହୁଙ୍କୁ ପରାମର୍ଶ ଦେଇଥିବା ସାହାବାମାନେ ରୋକଠୋକ କହିଦେଇଥିଲେ ଯେ ଯେଉଁ ଜାତି ମଧ୍ୟରେ ଏହିଭଳି ଦୃଢ଼ ଇଚ୍ଛାଶକ୍ତି ଉତ୍ପନ୍ନ ହୋଇଯାଏ, ତେବେ ସେହି ଜାତି ପ୍ରତ୍ୟେକ ରଣଭୂମିରେ ବିଜୟମଣ୍ଡିତ ହୋଇଥାଏ। ଶତ୍ରୁ ତା ସମ୍ମୁଖରେ କଦାପି ତିଷ୍ଠି ପାରିନଥାଏ। ଅତଏବ ଏହା ହିଁ ଏକ ଜାତିର ଉନ୍ନତିର ମୂଳମନ୍ତ୍ର, ଯାହାକୁ ସର୍ବଦା ସ୍ମରଣ ରଖିବା ଉଚିତ। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ପୁନଶ୍ଚ ଅନ୍ୟ ଏକ ଅବସରରେ କହିଥିଲେ, ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କ ବିୟୋଗ ପରେ ଜକାତ ସଂକ୍ରାନ୍ତରେ ଦେଖାଦେଇଥିବା ମତଭେଦକୁ କେନ୍ଦ୍ର କରି ଆରବର 1000ରୁ ଉର୍ଦ୍ଧ୍ୱ ଲୋକମାନେ ସ୍ୱଧର୍ମରୁ ଓହରି ଯାଇଥିଲେ। ମୁସଲମା 1 ଲକ୍ଷର ସୈନ୍ୟ ଧରି ମଦିନା ଉପରେ ଆକ୍ରମଣ କରିବା ପାଇଁ ବାହାରି ପଡ଼ିଥିଲା। ସେତେବେଳେ କେତେକ ବ୍ୟକ୍ତି ହଜରତ ଅବୁ ବକର ରଜିୟଲ୍ଲାହୁଙ୍କୁ ଏହି ପରାମର୍ଶ ଦେଲେ ଯେ, ହେ ଅମିରୁଲ ମୁମିନିନ୍, ବର୍ତ୍ତମାନ ପରିସ୍ଥିତି ଅତି ସଙ୍କଟାପନ୍ନ, ତେଣୁ ଏହି ଘଡ଼ିସନ୍ଧି ମୁହୂର୍ତ୍ତ ଯେଉଁଥିରେ ଲୋକମାନେ ସ୍ୱଧର୍ମରୁ ଜକାତକୁ ଆଧାର କରି ଓହରି ଚାଲିଯାଉଛନ୍ତି ଓ ଅନ୍ୟପଟରେ ମିଥ୍ୟାବାଦୀ ମୁସଲମା ବିନ୍ କଜ୍ଜାବ ଏକ ବିଶାଳ ସୈନ୍ୟବାହିନୀ ଏକତ୍ରିତ କରିନେଇଛି ଏବଂ ମଦିନା ଉପରେ ଆକ୍ରମଣ କରିବା ପାଇଁ ସଂକଳ୍ପ କରିନେଇଛି। ତେଣୁ ଏହିସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆପଣ ମୁକ୍ତ ରୂପେ ଜକାତ ମାଗନ୍ତୁ ନାହିଁ ଏବଂ ଲୋକମାନଙ୍କ ସହିତ ସନ୍ଧି କରିନିଅନ୍ତୁ। ହଜରତ ଅବୁ ବକର ସିଦ୍ଦିକ ରଜିୟଲ୍ଲାହୁ ଏହିସବୁ ଆଶଙ୍କା ତଥା ଭୟକୁ ଖାତିର ନ କରି ଉତ୍ତର ଦେଲେ, ହେ ସାହାବାମାନେ, କ'ଣ ତୁମେମାନେ ମୋତେ ସେହି କଥାକୁ ଗ୍ରହଣ କରିବାକୁ କହୁଛ ଯେଉଁ କଥା ଅଲ୍ଲାହ ଓ ତାଙ୍କ ବାର୍ତ୍ତାବହଙ୍କ ବିରୁଦ୍ଧ ଅଟେ? ଜକାତର ଆଦେଶ ଅଲ୍ଲାହ ତାଆଲା ଓ ତାହାଙ୍କ ବାର୍ତ୍ତାବହଙ୍କର, ମୋ ପକ୍ଷରୁ ନୁହେଁ। ତେଣୁ ମୋର ଏହି କର୍ତ୍ତବ୍ୟ ଯେ ମୁଁ ଅଲ୍ଲାହ ଓ ତାଙ୍କ ବାର୍ତ୍ତାବହଙ୍କ ଆଦେଶ ପାଳନ ସକାଶେ ଯଥାସମ୍ଭବ ଉଦ୍ୟମ କରିବି। ସାହାବାମାନେ କହିଲେ, ହେ ଅମିରୁଲ ମୁମିନିନ୍, କିନ୍ତୁ ପରିସ୍ଥିତି ଏହାର ବିପରୀତ ଅଟେ। ପରିସ୍ଥିତି ଏହା ଆବଶ୍ୟକ କରୁଛି ଯେ ବର୍ତ୍ତମାନ ପାଇଁ ସେମାନଙ୍କ ସହିତ ସନ୍ଧି କରିନେବା ଶ୍ରେୟସ୍କର ହେବ। ଅବୁ ବକର ରଜିୟଲ୍ଲାହୁ କହିଲେ, ଆପଣମାନେ ଯଦି ଲଢ଼ିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ଅଥବା ଶତ୍ରୁର ମୁକାବିଲା ପାଇଁ ସକ୍ଷମ ନୁହନ୍ତି, ତେବେ ଆପଣମାନେ ଚାଲିଯାଆନ୍ତୁ ଏବଂ ଘରେ ବସିପଡ଼ନ୍ତୁ। ମୁଁ ଈଶ୍ୱରଙ୍କ ଶପଥ କରି କହୁଛି, ଯେପର୍ଯ୍ୟନ୍ତ ଏହି ଲୋକମାନେ ଓଟର ଆଣ୍ଠୁରେ ବନ୍ଧାଯାଉଥିବା ଦଉଡ଼ିକୁ ଜକାତ ଦେବାରୁ ମଧ୍ୟ ବିରତ ରୁହନ୍ତି, ତେବେ ମଧ୍ୟ ମୁଁ ସେମାନଙ୍କ ସହିତ ଲଢ଼ିବି ଏବଂ କଦାପି ସେମାନଙ୍କ ସହିତ ସନ୍ଧି କରିବି ନାହିଁ। ମୁସଲିମ ମଉଦ ରଜିୟଲ୍ଲାହୁ କୁହନ୍ତି, ଅତଏବ ବିଶ୍ୱାସର ଏହା ହିଁ ଲକ୍ଷଣ ଏବଂ ଏହାକୁ ହିଁ ଅନ୍ୟ ଅର୍ଥରେ ବିଶ୍ୱାସ ବୋଲି କୁହାଯାଏ। ସୁତରାଂ ଆମମାନଙ୍କ ମଧ୍ୟରେ ଯଦି ଏଭଳି ବିଶ୍ୱାସ ରୂପକ ମନୋଭାବ ଉଦ୍ରେକ ହୋଇଯାଏ, ତେବେ ଆମେମାନେ ଇସଲାମର ପ୍ରକୃତ ବାର୍ତ୍ତା ପ୍ରଚାର କରି ଇନଶାଆଲ୍ଲାହ ତହିଁରେ ନିଶ୍ଚିତ ରୂପେ ସଫଳ ହେବା। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ଅନ୍ୟ ଏକ ସ୍ଥାନରେ କୁହନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ବିୟୋଗ ପରେ ଆରବର ସମ୍ପ୍ରଦାୟରେ ବିଦ୍ରୋହର ଲହରୀ ଖେଳି ଯାଇଥିଲା। ଲୋକମାନେ ଜକାତ ଦେବାକୁ ଅସ୍ୱୀକାର କରିଦେଲେ। ସେମାନେ ମଧ୍ୟ ଏହା କହୁଥିଲେ, ଅଲ୍ଲାହ ତାଆଲା ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିକୁ ଜକାତ ଆଦାୟ କରିବା ପାଇଁ ଆଦେଶ ଦେଇନାହାନ୍ତି। ସୁତରାଂ ଅଲ୍ଲାହ ତାଆଲା ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କୁ ସମ୍ବୋଧିତ କରି କୁହନ୍ତି, ହେ ମୁହମ୍ମଦ, ତୁମ୍ଭେ ସେମାନଙ୍କ ଧନ ସମ୍ପତ୍ତିର ସ୍ୱଳ୍ପାଂଶ ଜକାତ ଆକାରରେ ନିଅ। ଏକଥା କେଉଁଠି ଲେଖା ନାହିଁ ଯେ ଅନ୍ୟ କୌଣସି ବ୍ୟକ୍ତିକୁ
ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ପରେ ଜକାତ ନେବାର ଅଧିକାର ପ୍ରାପ୍ତ ହୋଇଛି। ମୁସଲମାନମାନେ କିନ୍ତୁ ଏହି ଧର୍ମରୁ ଓହରି ଯାଇଥିବା ବିଦ୍ରୋହୀମାନଙ୍କର ଏହି କଥାକୁ ଗ୍ରହଣ କଲେ ନାହିଁ। ଅତଏବ ଉପରୋକ୍ତ ଆୟାତରେ ବିଶେଷ କରି ହଜରତ ଅବୁ ବକର ରଜିୟଲ୍ଲାହୁଙ୍କୁ ହିଁ ସମ୍ବୋଧିତ କରାଯାଇଛି। ସେ ଯାହା ହେଉନା କାହିଁକି ଯେଉଁ ଲୋକମାନେ ସେତେବେଳେ ସ୍ୱଧର୍ମରୁ ଓହରି ଯାଇଥିଲେ ସେମାନଙ୍କ ବଳିଷ୍ଠ ଯୁକ୍ତି ଏହା ଥିଲା ଯେ ଜକାତ ନେବାର ଅଧିକାର କେବଳ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ପ୍ରଦାନ କରାଯାଇଥିଲା, ଅନ୍ୟ କାହାରିକୁ ନୁହେଁ। କିନ୍ତୁ ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ କୁହନ୍ତି ଏହା ଚିନ୍ତା କରିବା ସମ୍ପୂର୍ଣ୍ଣ ରୂପେ ପ୍ରମାଦ ହେବ। ପ୍ରକୃତ ବାସ୍ତବତା ଏହା ହିଁ ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ବିୟୋଗ ପରେ ଯେଉଁଭଳି ଭାବରେ ନମାଜ ରୋଜା ଆଦି ଆଦେଶାବଳୀର ପରିସମାପ୍ତି ଘଟିନାହିଁ, ଠିକ୍ ସେହିଭଳି ଜାତି କିମ୍ବା ଦେଶ ସମ୍ବନ୍ଧୀୟ ଆଦେଶାବଳୀ ଯାହାକି ଲୋକମାନଙ୍କ ସର୍ବାଙ୍ଗୀନ ଉନ୍ନତି ସକାଶେ ଉଦ୍ଦିଷ୍ଟ, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ବିୟୋଗ ପରେ ତାହାର ସମାପ୍ତ ହୋଇଯାଇନଥାଏ ବା ତାହା ସ୍ଥଗିତ ହୋଇଯାଇନଥାଏ। ତେଣୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ପରେ ତାଙ୍କ ପ୍ରତିନିଧିଙ୍କ ଉପରେ ଏହି କର୍ତ୍ତବ୍ୟ, ଏହି ଦାୟିତ୍ୱଭାର ପ୍ରଦାନ କରାଯାଇଥାଏ ଯେ ସେ ଏସବୁ ଆଦେଶକୁ ପ୍ରଣୟନ କରନ୍ତୁ ଏବଂ ଲୋକମାନଙ୍କୁ ଏହି ଆଦେଶବଳୀ ଉପରେ ପରିଚାଳିତ କରନ୍ତୁ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କର ଯେତେବେଳେ ଅକାଳ ବିୟୋଗ ଘଟିଲା ଏବଂ ହଜରତ ଅବୁ ବକର ରଜିୟଲ୍ଲାହୁ ଖଲିଫା ରୂପେ ମୁତୟନ ହେଲେ, ସେତେବେଳେ ସମଗ୍ର ଆରବ ସ୍ୱଧର୍ମରୁ ଓହରି ଯାଇଥିଲେ। ମକ୍କା ଓ ମଦିନାର ଏକ କ୍ଷୁଦ୍ର ପ୍ରାନ୍ତରେ ସମସ୍ତ ଲୋକମାନେ ଜକାତ ଦେବାକୁ ଅସ୍ୱୀକାର କରିଦେଲେ ଏବଂ କହିଲେ ଆଲ୍ଲାହ ତାଆଲା ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ କହିଥିଲେ ଖୁଜ୍ ମିନ୍ ଆମୱାଲିହିମ୍ ସଦକାତୁନ୍, ଅର୍ଥାତ୍ ସେମାନଙ୍କ ଧନରୁ ସତ୍କା ଗ୍ରହଣ କର। ଅନ୍ୟ କୌଣସି ବ୍ୟକ୍ତିକୁ ଏହି ଆଦେଶ ପ୍ରଦାନ କରାଯାଇନାହିଁ ଯେ ସେ ଲୋକମାନଙ୍କ ଠାରୁ ଜକାତ ଆଦାୟ କରନ୍ତୁ। ସୁତରାଂ ସମଗ୍ର ଆରବବାସୀ ସ୍ୱଧର୍ମରୁ ଓହରିଗଲେ ଏବଂ ଯୁଦ୍ଧ ପାଇଁ ଆରବମାନେ ଅଣ୍ଟା ଭିଡ଼ିଲେ। ଯଦିଓ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସମୟରେ ଇସଲାମ ଧର୍ମ ଦୁର୍ବଳ ଥିଲା, କିନ୍ତୁ ଆରବର ସମ୍ପ୍ରଦାୟମାନେ ଭିନ୍ନ ଭିନ୍ନ ରୂପେ ଆକ୍ରମଣ କରୁଥିଲେ। କେତେବେଳେ ଗୋଟିଏ ଗୋଷ୍ଠୀ ଆକ୍ରମଣ କରିଦେଉଥିଲା ତ ଆଉ କେତେବେଳେ ଅନ୍ୟ ଗୋଷ୍ଠୀ। ସୁତରାଂ ଯେତେବେଳେ ଆହଜାବ ଅବସରରେ ଅବିଶ୍ୱାସକାରୀମାନଙ୍କର ସୈନ୍ୟ ଦଳ ମିଳିତ ଓ ସାମୂହିକ ଭାବରେ ମୁସଲମାନମାନଙ୍କ ଉପରେ ଆକ୍ରମଣ କଲେ, ସେତେବେଳେ ଇସଲାମ ଧର୍ମ କିଛିଟା ଶକ୍ତି ଗୋଟାଇ ସାରିଥିଲା, କିନ୍ତୁ ବର୍ତ୍ତମାନ ଏତେଟା ଶକ୍ତି ପ୍ରାପ୍ତ କରିନଥିଲା ଯେ ଆଗାମୀ ଭବିଷ୍ୟତ ପାଇଁ କୌଣସି ଆକ୍ରମଣର ଆଶଙ୍କାର ଅବକାଶ ନଥିଲା। ଏହାପରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଯେତେବେଳେ ମକ୍କା ବିଜୟ କରିବାକୁ ଗଲେ, ସେତେବେଳେ ଆରବର କେତେକ ସମ୍ପ୍ରଦାୟ ମଧ୍ୟ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସମର୍ଥନରେ ଛିଡ଼ା ହୋଇଯାଇଥିଲେ। ଏପରି କ୍ରମାନ୍ୱୟ ଭାବରେ ଆଲ୍ଲାହ ତାଆଲା ଶତ୍ରୁମାନଙ୍କର ହୃଦୟରେ ମୁସଲମାନମାନଙ୍କର ପ୍ରକୋପ ସୃଷ୍ଟି କରିଦେଇଥିଲେ ଏବଂ ମୁସଲମାନମାନଙ୍କର ଶକ୍ତି ଓ ସାମର୍ଥ୍ୟର କାୟା ସେମାନଙ୍କ ଉପରେ ବିସ୍ତାର ଲାଭ କରିଥିଲା। କିନ୍ତୁ ହଜରତ ଅବୁ ବକର ସିଦ୍ଦିକ ରଜିୟଲ୍ଲାହୁଙ୍କ କାଳରେ ମକ୍କା ଓ ମଦିନାର ଏକ କ୍ଷୁଦ୍ର ପ୍ରାନ୍ତକୁ ଛାଡ଼ି ସମଗ୍ର ଆରବରେ ସହସା ଲୋକମାନେ ସ୍ୱଧର୍ମରୁ ଓହରିଗଲେ ଏବଂ ଜକାତ ଦେବାକୁ ଅସ୍ୱୀକାର କରିଦେଲେ। ସୈନ୍ୟଦଳ ହଜରତ ଅବୁ ବକର ରଜିୟଲ୍ଲାହୁଙ୍କ ମୁକାବିଲା ପାଇଁ ତତ୍ପର ହୋଇ ଉଠିଲେ। କେତେକ ସ୍ଥାନରେ ତ ସେମାନଙ୍କ ନିକଟରେ 1,00,000 ସୈନ୍ୟମାନେ ରହିଥିଲେ ମୁକାବିଲା ପାଇଁ, କିନ୍ତୁ ଅପରପକ୍ଷରେ ମୁସଲମାନମାନଙ୍କ ନିକଟରେ ମାତ୍ର 10,000ର ସୈନ୍ୟ ଥିଲା। ଉସାମା ବିନ୍ ଜୈଦ ରଜିୟଲ୍ଲାହୁଙ୍କୁ ସେହି 10,000 ସୈନ୍ୟ ଦଳର ସେନାପତି ରୂପେ ନିଯୁକ୍ତ କରାଯାଇଥିଲା। ଅନ୍ୟ ଯେଉଁ ଲୋକମାନେ ବାକି ରହିଯାଇଥିଲେ ସେମାନେ ସମ୍ଭବତଃ ଦୁର୍ବଳ ଓ ବୃଦ୍ଧ ବ୍ୟକ୍ତି ଅଥବା ହାତ ଗଣତିର କେତେକ ଯୁବକ ବାକି ରହିଯାଇଥିଲେ। ସୁତରାଂ ସାହାବାମାନେ ଏହି ସବୁ ପରିସ୍ଥିତିକୁ ପରିଲକ୍ଷିତ କରି ହଜରତ ଉସାମା ରଜିୟଲ୍ଲାହୁଙ୍କ ସୈନ୍ୟ ଦଳକୁ ଯୁଦ୍ଧ ଭୂମିକୁ ପ୍ରସ୍ଥାନ କରିବା ପାଇଁ ରୋକିଦେବାକୁ ହଜରତ ଅବୁ ବକର ରଜିୟଲ୍ଲାହୁଙ୍କୁ ନିବେଦନ କରିଥିଲେ ଯେ ମଦିନାର ସୁରକ୍ଷା ଦୃଷ୍ଟିକୋଣରୁ ଏହି ସୈନ୍ୟଦଳର ମଦିନାରେ ରହିଯିବାଟା ଉତ୍ତମ ହେବ। ସୁତରାଂ ବୟୋଜ୍ୟେଷ୍ଠ ସାହାବାମାନଙ୍କର ଏକ ପ୍ରତିନିଧି ଦଳ ହଜରତ ଅବୁ ବକର ରଜିୟଲ୍ଲାହୁଙ୍କ ସେବାରେ ଉପସ୍ଥିତ ହୋଇଥିଲା ଏବଂ ନିବେଦନ କରିଥିଲେ ଯେ କିଛି ସମୟ ପର୍ଯ୍ୟନ୍ତ ଏହି ସୈନ୍ୟ ଦଳକୁ ମଦିନାରେ ଅଟକାଇ ରଖନ୍ତୁ, ଆଉ ଯେତେବେଳେ ଏହି ବିଦ୍ରୋହ ଦୂରୀଭୂତ ହୋଇଯିବ ସେତେବେଳେ ନିଃସନ୍ଦେହ ରୂପେ ଆପଣ ଉକ୍ତ ସୈନ୍ୟ ଦଳକୁ ପ୍ରେରଣ କରିଦେବେ। କିନ୍ତୁ ହଜରତ ଅବୁ ବକର ରଜିୟଲ୍ଲାହୁ
କ୍ରୋଧିତ ଓ ଅତିଷ୍ଠ ଭାବ ପ୍ରକାଶ କରି କହିଥିଲେ ଯେ ହେ ସାହାବାମାନେ, କ'ଣ ତୁମେମାନେ ଏହା ଚାହୁଁଛ ଯେ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ବିୟୋଗ ପରେ ଅବୁ କାହାଫାର ପୁତ୍ର ପ୍ରଥମ କାର୍ଯ୍ୟ ଏହା କରୁ ଯେ ଯେଉଁ ସୈନ୍ୟ ଦଳକୁ ସେ ଅର୍ଥାତ୍ ହୁଜୁର ସല്ലଲ୍ଲାହୁ ଆଲାଇହି ୱସଲ୍ଲମ ପ୍ରସ୍ଥାନ କରିବାର ଆଦେଶ ଦେଇଥିଲେ ମୁଁ ତାହାକୁ ରୋକିଦେବି, ସେହି ଆଦେଶକୁ ରଦ୍ଦ କରିବି ବା ସ୍ଥଗିତ କରିବି। ସେ ଯାହା ହେଉନା କାହିଁକି ଏହି ସୈନ୍ୟ ଦଳଟି ଅବଶ୍ୟ ପ୍ରସ୍ଥାନ କରିବ ଏବଂ ନିଜ ଲକ୍ଷ୍ୟସ୍ଥଳକୁ ଯିବ। ଯଦି ତୁମେମାନେ ଶତ୍ରୁମାନଙ୍କ ସୈନ୍ୟ ଦଳକୁ ଦେଖି ଭୟଭୀତ ହେଉଛ, ତେବେ ନିଃସନ୍ଦେହ ରୂପେ ତୁମେମାନେ ମୋର ସାହଚର୍ଯ୍ୟତାକୁ ପରିତ୍ୟାଗ କରିଦେଇପାର। ମୁଁ ଏକାକୀ ସମଗ୍ର ଶତ୍ରୁମାନଙ୍କର ମୁକାବିଲା କରିବି। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ କୁହନ୍ତି, ଏହା ହେଉଛି ୟାବୁଦୁନାନି ଲା ୟୁଶ୍ରିକୁନା ବି ଶୈୟାର ବଳିଷ୍ଠ ପ୍ରମାଣ, ଅର୍ଥାତ୍ ବିଶ୍ୱାସକାରୀମାନେ ମୋର ଉପାସନା କରିବେ ଏବଂ ମୋ ସହିତ ଅନ୍ୟ କାହାରିକୁ ସମତୁଲ୍ୟ କରିବେ ନାହିଁ। ଖିଲାଫତ ଉପରେ ଅଟଳ ରହିବା ଜଣେ ବିଶ୍ୱାସକାରୀର ସର୍ବୋଦୟ କର୍ତ୍ତବ୍ୟ। ଅତଏବ ଏହା ହିଁ ହେଉଛି ସେହି ଅବସ୍ଥା ଯାହା ଖିଲାଫତ ବ୍ୟବସ୍ଥା ସହିତ ଅବ୍ୟାହତ ରହିଛି ଏବଂ ଆଗାମୀରେ ମଧ୍ୟ ଅବ୍ୟାହତ ରହିଥିବ ଇନଶାଆଲ୍ଲାହ ତାଆଲା। ଦ୍ୱିତୀୟ ପ୍ରଶ୍ନ ଜକାତର ଥିଲା। ସାହାବାମାନେ କହିଲେ, ହେ ଆବୁ ବକର ରଜିୟଲ୍ଲାହୁ, ଆପଣ ଯଦି ସୈନ୍ୟ ଦଳକୁ ରୋକିବାକୁ ସକ୍ଷମ ନୁହନ୍ତି ତେବେ କେବଳ ଏତିକି କରନ୍ତୁ ଯେ ସେହି ଲୋକମାନଙ୍କ ସହିତ ସାମୟିକ ସନ୍ଧି ସ୍ଥାପନ କରିନିଅନ୍ତୁ। ସେମାନଙ୍କୁ କହିଦିଅନ୍ତୁ ଯେ ଆମେମାନେ ଚଳିତ ବର୍ଷ ତୁମମାନଙ୍କଠାରୁ ଜକାତ ନେବୁ ନାହିଁ। ଫଳତଃ ଉକ୍ତ ଅବଧି ମଧ୍ୟରେ ସେମାନଙ୍କର ଉତ୍ସାହ କ୍ରମଶଃ ଶିଥିଳ ପଡ଼ିଯିବ ଏବଂ ଭିନ୍ନତା ତଥା ଦେଖା ଦେଇଥିବା ଫାଟର ପରିସମାପ୍ତି ଘଟିବ। କିନ୍ତୁ ହଜରତ ଅବୁ ବକର ରଜିୟଲ୍ଲାହୁ କହିଲେ, ଏପରି କଦାପି ହେବ ନାହିଁ। ଏକଥା ହଜରତ ଅବୁ ବକର ରଜିୟଲ୍ଲାହୁ ମଧ୍ୟ ଗ୍ରହଣ କଲେ ନାହିଁ। ଫଳତଃ ସାହାବାମାନେ କହିଲେ, ଯଦି ଉସାମା ରଜିୟଲ୍ଲାହୁଙ୍କ ସୈନ୍ୟ ଦଳ ଚାଲିଯାଏ ଏବଂ ଶତ୍ରୁମାନଙ୍କ ସହିତ ସାମୟିକ ସନ୍ଧି ନ କରାଯାଏ, ତେବେ ଆମେମାନେ କିଭଳି ଶତ୍ରୁର ମୁକାବିଲା କରିବା? ମଦିନାରେ ତ କେବଳ ହାତ ଗଣିତର ବୃଦ୍ଧ ବ୍ୟକ୍ତି ଓ ଦୁର୍ବଳ ଶ୍ରେଣୀ ରହିଯାଇଛନ୍ତି। ସେମାନେ କିଭଳି ବା ଶତ୍ରୁର ମୁକାବିଲା କରିବେ? ଏଥିରେ ହଜରତ ଅବୁ ବକର ରଜିୟଲ୍ଲାହୁ ଉତ୍ତର ଦେଲେ, ହେ ବନ୍ଧୁମାନେ, ଯଦି ତୁମେମାନେ ସେମାନଙ୍କର ମୁକାବିଲା କରିପାରିବ ନାହିଁ ତେବେ ମୋ ଠାରୁ ଅଲଗା ହୋଇଯାଅ। ମୁଁ ଏକାକୀ ହିଁ ସେମାନଙ୍କର ମୁକାବିଲା କରିବି। ମୁସଲିମ ମଉଦ ରଜିୟଲ୍ଲାହୁ କୁହନ୍ତି, ଏହା ହେଉଛି ସେହି ବ୍ୟକ୍ତିର ଦାବି ଯାହାଙ୍କୁ ଯୁଦ୍ଧ କଳା ସଂକ୍ରାନ୍ତରେ କୌଣସି ଜ୍ଞାନ ନଥିଲା, ଯାହାଙ୍କ ସମ୍ପର୍କରେ ଏହି ମତ ପୋଷଣ କରାଯାଏ ଯେ ତାଙ୍କର ହୃଦୟ ଅତ୍ୟନ୍ତ ଦୁର୍ବଳ ଥିଲା। ସୁତରାଂ ହଜରତ ଅବୁ ବକର ରଜିୟଲ୍ଲାହୁଙ୍କ ଠାରେ ଏହିଭଳି ସାହସିକତା, ଆତ୍ମବିଶ୍ୱାସ, ଶକ୍ତି କେଜାଣି କୁଆଡ଼ୁ ଆସିଗଲା। ସୁତରାଂ ତାଙ୍କଠାରେ ଏହି ବିଶ୍ୱାସ ସେହି କଥାରୁ ହିଁ ଜାତ ହେଲା ଯେ ଖିଲାଫତ ଆସନରେ ଆଲ୍ଲାହ ତାଆଲା ହିଁ ମୋତେ ଆସୀନ କରିଛନ୍ତି ଏବଂ ସେ ହିଁ ସକଳ କାର୍ଯ୍ୟ ମୋ ଉପରେ ନ୍ୟସ୍ତ କରିଛନ୍ତି। ତେବେ ଯଦି ସେ ଏ ସମସ୍ତ ଦାୟିତ୍ୱ ମୋତେ ପ୍ରଦାନ କରିଛନ୍ତି ତେବେ ଏହାକୁ ବହନ କରିବାର ସାମର୍ଥ୍ୟ ମଧ୍ୟ ସେ ହିଁ ମୋତେ ପ୍ରଦାନ କରିବେ। ଅତଏବ ମୋର ଏହି କର୍ତ୍ତବ୍ୟ ରହିଛି ଯେ ମୁଁ ମୁକାବିଲା ପାଇଁ ବାହାରି ପଡ଼ିବି। ସଫଳତା ପ୍ରଦାନ କରିବା ଅବା ନ କରିବା ଆଲ୍ଲାହ ତାଆଲାଙ୍କ ହାତରେ ରହିଛି। ତେଣୁ ଆଲ୍ଲାହ ତାଆଲା ଯଦି ସଫଳତା ପ୍ରଦାନ କରିବାକୁ ଚାହିଁବେ ତେବେ ଆପଣା ଛାଏଁ ପ୍ରଦାନ କରିଦେବେ। ଯଦି ସଫଳତା ପ୍ରଦାନ କରିବାକୁ ନ ଚାହାନ୍ତି ତେବେ ସମଗ୍ର ସୈନ୍ୟ ଦଳ ମିଶିଗଲେ ମଧ୍ୟ ବିଜୟ ପ୍ରାପ୍ତ କରିବା ସମ୍ଭବ ନୁହେଁ। ହଜରତ ଅବୁ ବକର ସିଦ୍ଦିକ ରଜିୟଲ୍ଲାହୁଙ୍କ ନିଷ୍ପତ୍ତି ଦ୍ୱାରା କିଭଳି ଫଳାଫଳ ଜାତ ହୋଇଥିଲା ତତ୍ସଂକ୍ରାନ୍ତରେ ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ କୁହନ୍ତି, ହଜରତ ଅବୁ ବକର ରଜିୟଲ୍ଲାହୁଙ୍କ ସାହାବାଙ୍କ ବିରୁଦ୍ଧରେ ଯାଇ ହଜରତ ଉସାମା ରଜିୟଲ୍ଲାହୁଙ୍କୁ ପ୍ରେରଣ କରିଦେବା, ଅର୍ଥାତ୍ ମୋତା ନାମକ ସ୍ଥାନକୁ ପ୍ରେରଣ କରିବାର ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଯେଉଁ ତାଙ୍କୁ ଆଦେଶ ଦେଇଥିଲେ ସେଠାକୁ ପ୍ରେରଣ କରିଦେବା ଏକ ବିସ୍ମୟକର ନିଷ୍ପତ୍ତି ଥିଲା। ସୁତରାଂ 40 ଦିନ ପରେ ଏହି ଅଭିଯାନ ଶେଷ ହେଲା, ଅର୍ଥାତ୍ ହଜରତ ଉସାମା ରଜିୟଲ୍ଲାହୁଙ୍କର, ଏବଂ ସେ ବିଜୟମଣ୍ଡିତ ହୋଇ ମଦିନାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଆଲ୍ଲାହ ତାଆଲାଙ୍କର ସାହାଯ୍ୟ ଓ ସମର୍ଥନକୁ ସମସ୍ତ ସ୍ୱଚକ୍ଷୁରେ ଅବଲୋକନ କରିନେଇଥିଲେ। ପୁନଶ୍ଚ ଉକ୍ତ ଅଭିଯାନ ପରେ ହଜରତ ଅବୁ ବକର ରଜିୟଲ୍ଲାହୁ ମିଥ୍ୟାବାଦୀ ଅବତାରମାନଙ୍କର ଦାବି କରିଥିବା
ଉପଦ୍ରବୀଙ୍କୁ ଏଭଳି ଭାବରେ ପ୍ରତିହାତ କଲେ ଯେପରି ପାଦ ତଳେ ଦଳି ଚକଟି ଦିଆଯାଇଥାଏ ଏବଂ ସେ ସମସ୍ତ ଉପଦ୍ରବକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଲେ, ମୂଳୋତ୍ପାଟନ କରିଦେଲେ। ବଡ଼ ବଡ଼ ସାହାବାମାନେ ମଧ୍ୟ ହଜରତ ଅବୁ ବକର ରାଦିୟଲ୍ଲାହୁ ଆନହୁଙ୍କ ସହିତ ମତ ପାର୍ଥକ୍ୟ ରଖୁଥିଲେ ଏସବୁ ପ୍ରସଙ୍ଗରେ ଏବଂ କହୁଥିଲେ ଯେ ଯେଉଁ ବ୍ୟକ୍ତିମାନେ ଏକଶ୍ୱରବାଦ ଏବଂ ଅବତାରତ୍ୱର ସ୍ୱୀକାରୋକ୍ତି ପ୍ରକାଶ କରନ୍ତି, କେବଳ ଜକାତ ଦେବାକୁ ଅସ୍ୱୀକାର କରୁଛନ୍ତି, ସେମାନଙ୍କ ଉପରେ କୌଣସି ମତେ ଖଡ଼୍ଗ ଉତ୍ତୋଳନ କରାଯାଇପାରିବ ନାହିଁ। କିନ୍ତୁ ହଜରତ ଅବୁ ବକର ରାଦିୟଲ୍ଲାହୁ ଅତ୍ୟନ୍ତ ସାହସିକତା ଓ ବୀରତ୍ୱର ସହିତ ଏହାର ମୁକାବିଲା କରିଥିଲେ, ଯଦ୍ୱାରା ଜକାତ ନ ଦେବାକୁ କହୁଥିବା ଲୋକମାନେ ଧୀରେ ଧୀରେ ନମାଜକୁ ମଧ୍ୟ ପରିତ୍ୟାଗ କରିଦେବେ। କିନ୍ତୁ ଯଦି ଆପଣ କୁହନ୍ତି ଯଦି ମୁଁ ଏମାନଙ୍କୁ ଜକାତ ନ ଦେବାକୁ ଅନୁମତି ପ୍ରଦାନ କରିଦିଏ, ତେବେ ଧୀରେ ଧୀରେ ଏମାନେ ନମାଜ ପାଠ କରିବାକୁ ମଧ୍ୟ ପରିତ୍ୟାଗ କରିଦେବେ। ଇସଲାମ ଧର୍ମ କେବଳ ନାମକୁ ମାତ୍ର ରହିଯିବ। ଅତଏବ ହଜରତ ଅବୁ ବକର ରାଦିୟଲ୍ଲାହୁ ଏହିଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଜକାତ ପୈଠ ନ କରିବାକୁ କହୁଥିବା ଲୋକମାନଙ୍କର ମୁକାବିଲା କରିଥିଲେ, ଯାହାର ଫଳାଫଳ ଏହା ହିଁ ହୋଇଥିଲା ଯେ ଆପଣ ରାଦିୟଲ୍ଲାହୁଙ୍କୁ ଉକ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ ହୋଇଥିଲା ଏବଂ ସମଗ୍ର ପଥଭ୍ରଷ୍ଟ ଲୋକମାନେ ସତ୍ପଥକୁ ଫେରି ଆସିଥିଲେ। ହଜରତ ଅବୁ ବକର ରାଦିୟଲ୍ଲାହୁଙ୍କ ସମ୍ପର୍କିତ ଆଲୋଚ୍ୟ ଜୀବନୀ ଚର୍ଚ୍ଚାଟି ବର୍ତ୍ତମାନ ଅବ୍ୟାହତ ରହିଛି। ଏହାର ଅବଶିଷ୍ଟାଂଶ ଇନଶାଆଲ୍ଲାହ ତାଆଲା ଆଗାମୀ ଖୁତବାରେ ଆଲୋଚନା କରିବି। ଆଜିକାଲି ସାମ୍ପ୍ରତିକ ଦିନରେ ଯେଉଁଭଳି ପରିସ୍ଥିତି ଉପୁଜିଛି, ବିଶ୍ୱରେ ଯୁଦ୍ଧର ସୂତ୍ରପାତ ହୋଇଛି, ସେଥିପାଇଁ ମୁଁ ଆପଣମାନଙ୍କୁ ଦୁଆର ଆହ୍ୱାନ ଜଣାଉଛି। ତେଣୁ ଆପଣମାନେ ବିଶେଷ ରୂପେ ଦୁଆ କରନ୍ତୁ ଯେ ପୃଥିବୀବାସୀ ନିଜ ସୃଷ୍ଟିକର୍ତ୍ତାଙ୍କୁ ଚିହ୍ନନ୍ତୁ। ଏହି ସମାଧାନ ହିଁ ସଂସାରବାସୀଙ୍କୁ ବିପତ୍ତି ମୁଖରୁ ଉଦ୍ଧାର କରିପାରିବ। ଆଲ୍ଲାହ ତାଆଲା ଦୟା ଅବତୀର୍ଣ୍ଣ କରନ୍ତୁ ଏବଂ ଆମମାନଙ୍କ ଦୁଆକୁ ସ୍ୱୀକାର କରନ୍ତୁ। ବର୍ତ୍ତମାନ ମୁଁ ଏକ ସ୍ୱର୍ଗତଙ୍କର ଉତ୍ତମ ଜୀବନୀ ଚର୍ଚ୍ଚା କରିବାକୁ ଚାହୁଁଛି, ଯାହାଙ୍କର ଚଳିତ ମାସରେ ବିୟୋଗ ଘଟିଛି। ନମାଜ ଜୁମ୍ମା ପରେ ତାଙ୍କର ନମାଜ ଜନାଜା ଗାଏବ ମଧ୍ୟ ପଢ଼ାଇବି। ଅତଏବ ସେ ହେଲେ ମୌଲାନା ନଜିର ଅହମଦ ସାହେବ, ମୁବାରକ ନଜିର ଅହମଦ ସାହେବ, ଯିଏକି ଜାମିଆ ଅହମଦିଆ କାନାଡ଼ାର ଅଧ୍ୟକ୍ଷ ରହିଥିଲେ, କାନାଡ଼ାର ମୁବଲ୍ଲିଗ ଇନଚାର୍ଜ ମଧ୍ୟ ଥିଲେ। ଚଳିତ ମାସ 8 ତାରିଖ ଦିନ ତାଙ୍କର 87 ବର୍ଷ ବୟସରେ ପରଲୋକ ଘଟିଛି। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍। ଆଲ୍ଲାହ ତାଆଲାଙ୍କ କୃପାରୁ ସ୍ୱର୍ଗତ ଓସିୟତ କରିଥିଲେ। ଅତ୍ୟନ୍ତ ନିଃସ୍ୱାର୍ଥପର ବ୍ୟକ୍ତି। ଆଲ୍ଲାହ ତାଆଲାଙ୍କ ଉପରେ ତାଙ୍କର ଦୃଢ଼ ବିଶ୍ୱାସ ରହିଥିଲା। ବହୁତ ଦୁଆକାରୀ ବ୍ୟକ୍ତି ଥିଲେ। ଜଣେ ମିତବ୍ୟୟ ବ୍ୟକ୍ତି ଥିଲେ। ସେ ଜଣେ ସରଳ ସନ୍ଥ ଜୀବନଯାପନ କରୁଥିବା ବ୍ୟକ୍ତି ଥିଲେ। ତାଙ୍କୁ ଦେଖି ମୁଁ ସର୍ବଦା ଅନୁଭବ କରୁଥିଲି ଯେ ଯେପରି ଜଣେ ସାକ୍ଷାତ ପ୍ରକୃତ ସମ୍ମାନିତ ବ୍ୟକ୍ତିତ୍ୱର ଅଧିକାରୀ। ମୁଁ ସ୍ୱର୍ଗତଙ୍କ ବଂଶ ପରିଚୟ ସମ୍ପର୍କରେ କିଛିଟା ଚର୍ଚ୍ଚା କରିଦେବାକୁ ଚାହୁଁଛି। ସେ ଜଣେ ସଫଳ ମୁବଲ୍ଲିଗ ଏବଂ ସମ୍ମାନନୀୟ ଆମିନା ବେଗମ ସାହେବାଙ୍କର ଦ୍ୱିତୀୟ ସନ୍ତାନ ଥିଲେ। ତାଙ୍କ ବଂଶରେ ଅହମଦିୟତାଙ୍କ ଦଦା ହଜରତ ବାବୁ ଫକିର ଅଲି ସାହେବଙ୍କ ମାଧ୍ୟମରେ ଆସିଥିଲା। ବାବୁ ଫକିର ଅଲି ସାହେବ ହଜରତ ମସିହ ମଉଦ ଆଲୈହିସ୍ସଲାତୁ ୱସ୍ସଲାମଙ୍କ ହସ୍ତରେ ବୟତ କରିଥିଲେ। ପରବର୍ତ୍ତୀ ସମୟରେ ସେ କାଦିଆନର ପ୍ରଥମ ଷ୍ଟେସନ ମାଷ୍ଟର ରୂପେ ନିଯୁକ୍ତ ହୋଇଥିଲେ। କାଦିଆନରେ ହିଁ ତାଙ୍କ ଦଦାଙ୍କ ବାସଭବନ ରହିଥିଲା, ଯାହାକି ଫକିର ମଞ୍ଜିଲ ନାମରେ ପରିଚିତ ଥିଲା। ମୌଲାନା ମୁବାରକ ନଜିର ସାହେବ ପିତା ହଜରତ ମୌଲାନା ନଜିର ଅଲି ସାହେବଙ୍କୁ ହଜରତ ମୁସଲିମ ମଉଦ ରାଦିୟଲ୍ଲାହୁଙ୍କ ଆଦେଶ କ୍ରମେ 1929 ମସିହାରେ ପ୍ରଥମେ ଘାନାରେ ସେବା କରିବାକୁ ସୌଭାଗ୍ୟ ଲାଭ ହୋଇଥିଲା। ପରବର୍ତ୍ତୀ ସମୟରେ ତାଙ୍କର ନିଯୁକ୍ତି ସେରାଲିଓନକୁ ହୋଇଯାଇଥିଲା। 1943 ମସିହାରେ ତାଙ୍କର ପିତା ହଜରତ ମୌଲାନା ନଜିର ଅଲି ସାହେବ ସେଠାରୁ ଫେରିଥିଲେ, ଅର୍ଥାତ୍ ସେରାଲିଓନରୁ। ଏହି ଯାତ୍ରା ସମୟରେ ଏକ ବିଶ୍ୱାସବର୍ଦ୍ଧକ ଘଟଣା ଘଟିଥିଲା। ମୌଲାନା ନଜିର ସାହେବ ଏହାର ଚର୍ଚ୍ଚା କରିଛନ୍ତି ଯେ ଏହି ଯାତ୍ରା 3 ମାସର ଥିଲା, ସାମୁଦ୍ରିକ ଯାତ୍ରା ଥିଲା, ଯାହାକି ସେତେବେଳେ ମୁବାରକ ନଜିର ସାହେବଙ୍କର ବୟସ ମାତ୍ର 11 ବର୍ଷ ବୟସ ହୋଇଥିଲା। ଯାତ୍ରା ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅତି ଭୀଷଣ ରୂପେ ବିଗିଡ଼ିଗଲା। ରୋଗର ଏଭଳି ଲକ୍ଷଣ ପ୍ରକାଶ ପାଇଲା ଯେ ଜଣାପଡ଼ୁଥିଲା ଯେମିତି ମୁବାରକ ନଜିର ସାହେବ ଆଉ
ବଞ୍ଚିବେ ନାହିଁ। ସେ ଯାହା ହେଉନା କାହିଁକି ନଜିର ସାହେବ ଜାହାଜରେ ଚଢ଼ିଲା ବେଳକୁ ଅସୁସ୍ଥ ହୋଇସାରିଥିଲେ। ଜାହାଜର ପ୍ରଶାସନ ତାଙ୍କର ଏହି ଅବସ୍ଥା ଦେଖି ତାଙ୍କ ପିତାଙ୍କୁ କହିଲା, ଆପଣଙ୍କ ପୁତ୍ରର ମୁର୍ମୂଷ ଓ ମୃତପ୍ରାପ୍ତ ଅବସ୍ଥା ହୋଇଗଲାଣି। ତେଣୁ ଯାତ୍ରା ସମୟରେ ଯଦି ଆପଣଙ୍କ ପୁତ୍ରର ମୃତ୍ୟୁ ଘଟେ ତେବେ ଆମ ନିକଟରେ ଶବକୁ ଅଧିକ ସମୟ ରଖିବା ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ପାଇଁ ଶୀତଳ ଭଣ୍ଡାର ବା ଶୀତଳ ଶବାଗାରର କୌଣସି ସୁବିଧା ଉପଲବ୍ଧ ନାହିଁ। ଏଣୁ ଆପଣ ନିଜ ସନ୍ତାନଙ୍କୁ ନେଇ ଓହ୍ଲାଇ ଯାଆନ୍ତୁ, ଯାତ୍ରା କରନ୍ତୁ ନାହିଁ। ମୌଲାନା ସାହେବ ଅଝଟ ହେଲେ ଯେ ମୋତେ ଖଲିଫା ସାନି ରଜିୟତଲାଙ୍କର ଆଦେଶ ମିଳିଛି, ଯେକୌଣସି ପରିସ୍ଥିତିରେ ହେଉନା କାହିଁକି ଜାହାଜରେ ଆରୋହଣ କରିବି। ପୁନଶ୍ଚ ଜାହାଜର ପ୍ରଶାସନ ମୁବାରକ ସାହେବଙ୍କୁ ଜାହାଜରେ ଆରୋହଣ ହେବା ନିମନ୍ତେ ଏହି ସର୍ତ୍ତ ରଖିଲେ ଯେ ଯଦି ତାଙ୍କର ବିୟୋଗ ଘଟେ ତେବେ ସେ ପରିପ୍ରେକ୍ଷୀରେ ତାଙ୍କ ମୃତ୍ୟୁ ସନ୍ତାନର ଶବକୁ ଜାହାଜର ପ୍ରଶାସନ ସମୁଦ୍ର ବକ୍ଷ ମଧ୍ୟକୁ ଫୋପାଡ଼ିବାର ଅଧିକାର ରଖିବ। ସୁତରାଂ ମୁବାରକ ସାହେବଙ୍କୁ ଜାହାଜର କ୍ୟାପ୍ଟେନ୍ ଯେତେବେଳେ ଏଭଳି କଥା କହିଲା ସେତେବେଳେ ତାଙ୍କର ଅର୍ଥାତ୍ ମୁବାରକ ନଜିର ସାହେବଙ୍କ ମାତା କାନ୍ଦି ପକାଇଲେ ଏବଂ ମୌଲାନା ସାହେବଙ୍କୁ କହିଲେ, ଏ ଆମର ପୁତ୍ର, ଆମେ ଏହା କିଭଳି କରିପାରିବା? ତେଣୁ ଆମେ ଅନ୍ୟ ଜାହାଜକୁ ଧରିବା ବା ଅନ୍ୟ ଜାହାଜରେ ଚାଲିଯିବା। ମୌଲାନା ନଜିର ସାହେବ ନିଜର ପତ୍ନୀଙ୍କୁ ଆଶ୍ୱାସନା ଦେଲେ ଯେ ମୁଁ ଜଣେ ମୁବଲ୍ଲିଗ, ଯାହାଙ୍କୁ ହଜୁର ହଜରତ ମୁସଲିମ ମଉଦ ରଜିୟତାଲା ଦାୟିତ୍ୱ ପ୍ରଦାନ କରିଛନ୍ତି, ଏଠାକୁ ପ୍ରେରଣ କରିଛନ୍ତି ଏବଂ ତାଙ୍କ ଆଦେଶ କ୍ରମେ ଏଠାରୁ ଆମେ ବାହାରିଛେ। ତେଣୁ ଅନ୍ୟ ଜାହାଜ କେତେବେଳେ କ'ଣ ମିଳିବ କୌଣସି ଠିକଣା ନାହିଁ। ତେଣୁ ଧୈର୍ଯ୍ୟ ଧର, ମୁବାରକକୁ କିଛି ହେବ ନାହିଁ। ଏହା କହି ମୌଲାନା ନଜିର ସାହେବ ଜାହାଜର କ୍ୟାପ୍ଟେନକୁ ଆତ୍ମବିଶ୍ୱାସ ଭରା ଭଙ୍ଗୀରେ କହିଲେ, କ୍ୟାପ୍ଟେନ ସାହେବ ଦେଖନ୍ତୁ, କାଗଜ ଆଣନ୍ତୁ, କେଉଁଠି ହସ୍ତାକ୍ଷର କରିବାର ଅଛି ମୁଁ କରିଦେଉଛି। ଏହାପରେ ନଜିର ଅଲି ସାହେବ କ୍ୟାପ୍ଟେନକୁ ଅଧିକନ୍ତୁ କହିଲେ, ମୋର ପୁତ୍ରର ଯଦି ବିୟୋଗ ଘଟେ ତେବେ ଆପଣ ଏହି ଅଧିକାର ପ୍ରାପ୍ତ ହେବ ଯେ ଆପଣ ତାହାର ଶବକୁ ସମୁଦ୍ର ଗର୍ଭକୁ ଫିଙ୍କି ଦେବେ। କିନ୍ତୁ ତତ୍ସହିତ ମୁଁ ଆପଣଙ୍କୁ ଏହା ମଧ୍ୟ କହିଦେବାକୁ ଚାହେଁ ଯେ ମୋ ପୁତ୍ରର କୌଣସି ଅନିଷ୍ଟ ହେବ ନାହିଁ। ସୁତରାଂ ଏହା ହିଁ ହେଲା। ମୌଲାନା ନଜିର ସାହେବଙ୍କର ଆଲ୍ଲାହ ତାଆଲାଙ୍କ ସତ୍ତା ଉପରେ ଅଗାଢ଼ ଭରସା ରହିଥିଲା। ସେ କହନ୍ତି ଯେ ମୁଁ ଜଣେ ଉତ୍ସର୍ଗୀକୃତ ଜୀବନ ବ୍ୟକ୍ତି, ଆଲ୍ଲାହ ତାଆଲାଙ୍କ ଧର୍ମ ପ୍ରଚାର ସକାଶେ ଘରୁ ବାହାରିଛି। ତେଣୁ ଆଲ୍ଲାହ ତାଆଲା ମୋତେ ଅବଶ୍ୟ ସାହାଯ୍ୟ କରିବେ ଏବଂ ମୋର ପରିବାରର ରକ୍ଷା କରିବେ। ସୁତରାଂ ସେହି 11 ବର୍ଷୀୟ ବାଳକଟି ନା କେବଳ ଜୀବିତ ରହିଲା, ବରଂ ସେହି ବାଳକଟି 87 ବର୍ଷ ବୟସ ପର୍ଯ୍ୟନ୍ତ ଦୀର୍ଘାୟୁ ହେଲା। ତାହାକୁ ଇସଲାମ ଓ ଅହମଦିୟତର ସେବା କରିବାର ଏଭଳି ସୌଭାଗ୍ୟ ପ୍ରାପ୍ତ ହେଲା ଯାହାକି ଖୁବ୍ କମ୍ ଲୋକଙ୍କୁ ମିଳିଥାଏ। ନିଜ ପୂର୍ବପୁରୁଷଙ୍କ ପଦାଙ୍କ ଅନୁସରଣ କରି ସେ ନିଜକୁ ଜଣେ ଉତ୍ସର୍ଗୀକୃତ ଜୀବନୀ ଭାବରେ ସମର୍ପିତ କରିଦେଲେ ଏବଂ ଧର୍ମସେବା କ୍ଷେତ୍ରରେ ସ୍ୱୟଂ ନିଜର ସମସ୍ତ ସାମର୍ଥ୍ୟ ବିନିଯୋଗ କରି ସବିଶେଷ ସେବା ସମ୍ପାଦନ କଲେ। ସ୍ୱର୍ଗତ ମୁବାରକ ସାହେବଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଏହା କୁହାଯାଏ ଯେ ସ୍ୱର୍ଗତ ମୁବାରକ ନଜିର ସାହେବଙ୍କ ଶିକ୍ଷା ସ୍ନାତକ ଓ ସ୍ନାତକ ପରେ ସେ ଏକ ଭଲ ଚାକିରିଟିଏ ମଧ୍ୟ ପାଇଥିଲେ, ଯେଉଁଠି ସେ କିଛି କାଳ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ। ଆଉ ଯେତେବେଳେ ମୁସଲିମ ମଉଦ ରଜିୟତାଲା ୱକ୍ଫେ ଆର୍ଜି ପାଇଁ ଆହ୍ୱାନ ଦେଲେ ସେତେବେଳେ ସେ ଏହି ଘୋଷଣାକୁ ପଢ଼ିବା ପରେ ତୁରନ୍ତ ନିଜ କାର୍ଯ୍ୟରୁ ଇସ୍ତଫା ଦେଇ ୱକ୍ଫେ ଆର୍ଜି ନିମନ୍ତେ ଉପସ୍ଥିତ ହୋଇଯାଇଥିଲେ। ଖଲିଫତୁଲ ମସିହ ସାନି ରଜିୟତାଲାଙ୍କ ନିର୍ଦ୍ଦେଶ କ୍ରମେ 1963 ମସିହାରେ ପ୍ରଥମ ଥର ପାଇଁ ୱକ୍ଫେ ଆର୍ଜି ନିମନ୍ତେ ସେରେଲିଓନ ଚାଲି ଯାଇଥିଲେ। ସେଠାରେ ମୁବାରକ ନଜିର ସାହେବ ନିଜ ପିତାଙ୍କ ସମାଧି ଅର୍ଥାତ୍ କବର ନିକଟରେ ସର୍ବପ୍ରଥମେ ଉପସ୍ଥିତ ହୋଇଥିଲେ ଏବଂ ସେଠାରେ ଅର୍ଥାତ୍ ସେରେଲିଓନରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସେବା କରିବାର ସୌଭାଗ୍ୟ ଅର୍ଜନ କରିଥିଲେ। ସୁତରାଂ ମୁବାରକ ନଜିର ସାହେବ ଯେତେବେଳେ ସେରେଲିଓନ ଠାରେ ପହଞ୍ଚିଲେ ସେତେବେଳେ ସେ ଯେପରିକି ମୁଁ କହି ଆସିଲି ସର୍ବପ୍ରଥମେ ନିଜ ପିତାଙ୍କ କବର ନିକଟରେ ଉପସ୍ଥିତ ହେଲେ ଏବଂ ନିଜ ପିତାଙ୍କର ସେହି ଶବ୍ଦାବଳୀ ଗୁଡ଼ିକୁ ମନେ ପକାଇଲେ ଯାହା ମୌଲାନା ନଜିର ସାହେବ ନଭେମ୍ବର ମାସ 26 ତାରିଖ ଦିନ 1945 ମସିହାରେ ନିଜର ଏକ ସଦ୍ଗୁଣ ମୂଳକ ବକ୍ତୃତାରେ ଉପସ୍ଥାପନ କରିଥିଲେ।
ସ୍ୱର୍ଗତ ନଜିର ଅଲି ସାହେବ କହିଥିଲେ ଯେ ଆଜି ଆମେ ଅଲ୍ଲାହ ତାଆଲାଙ୍କ ସକାଶେ ଜେହାଦ କରିବା ପାଇଁ ଏବଂ ଇସଲାମ ଧର୍ମକୁ ପଶ୍ଚିମ ଆଫ୍ରିକାରେ ପ୍ରସାରିତ କରିବା ପାଇଁ ଯାଉଅଛୁ। ମୃତ୍ୟୁ ତ ମନୁଷ୍ୟ ସହିତ ଲାଗି ରହିଛି, ତେଣୁ ଆପଣମାନେ ଏହା ଭାବନ୍ତୁ ନାହିଁ ଯେ ମୋର ମୃତ୍ୟୁ ପରେ ଅହମଦିୟତ ସମାପ୍ତ ହୋଇଗଲା। ବରଂ ଆପଣମାନେ ଏହା ଚିନ୍ତା କରନ୍ତୁ ଯେ ସଂସାରର ଯେକୌଣସି ପ୍ରାନ୍ତ ଥାଉ ନା କାହିଁକି ସେଠାରେ ଟିକିଏ ଜମି ଅର୍ଥାତ୍ ଜଣେ ଅହମଦୀର କବର ମଧ୍ୟ ଅହମଦିୟତର ସମ୍ପତ୍ତି ଅଟେ। ତେଣୁ ଅହମଦୀ ଯୁବକର ଏହା କର୍ତ୍ତବ୍ୟ ଯେ ଯେଉଁ ଅଭିପ୍ରାୟ ରଖି ଜଣେ ଅହମଦୀ ମୁବଲ୍ଲିଗ ସେହି ସ୍ଥାନକୁ ଯାଇଥାଏ ସେଠାରେ କବର ସ୍ୱରୂପ ନିଜକୁ ଅହମଦିୟତର ଏକ ସମ୍ପତ୍ତି ରୂପେ ସ୍ଥାପିତ କରିଥିଲେ ସେହି ସ୍ଥାନ ପର୍ଯ୍ୟନ୍ତ ପହଞ୍ଚନ୍ତୁ ଏବଂ ତାର ଅଭିପ୍ରାୟକୁ ମଧ୍ୟ ପୂରଣ କରନ୍ତୁ। କହିବାର ତାତ୍ପର୍ଯ୍ୟ ଏହିକି ଯେ ନିମିତ୍ତ ମାତ୍ର ଜମି ଯେଉଁଠି ଅହମଦୀ ମୁବଲ୍ଲିଗର କବର ରହିଛି ସେହି କବର ଯୋଗୁଁ ସେହି ଅହମଦୀ ମୁବଲ୍ଲିଗ ଉକ୍ତ ଭୂମି ଉପରେ ଅଧିଗ୍ରହଣ କରି ରଖିଛି। ତେଣୁ ଆମମାନଙ୍କର ପକ୍ଷରୁ ଏହି ଦାବିଟି ରହିବ ଯେ ନିଜର ସନ୍ତାନମାନଙ୍କର ଏଭଳି ଭାବରେ ପ୍ରଶିକ୍ଷଣ କରନ୍ତୁ ଯେଉଁ ଉଦ୍ଦେଶ୍ୟ ସକାଶେ ଆମର ପ୍ରାଣ ଉତ୍ସର୍ଗୀକୃତ ହୋଇଛି ତାହାକୁ ପୂରଣ କରିବା ଆମମାନଙ୍କ ପକ୍ଷେ ଅନିବାର୍ଯ୍ୟ। ସୁତରାଂ ନିଜର ପୁରୋଧା ପିତୃପୁରୁଷଙ୍କ ଓସିୟତକୁ ପୂର୍ଣ୍ଣ କରିବା ମୌଲାନା ମୁବାରକ ନଜିର ସାହେବ ସେଠାରେ ପହଞ୍ଚିଥିଲେ ଏବଂ ନିଜ ପିତାଙ୍କ କବର ସମ୍ମୁଖରେ ଉପସ୍ଥିତ ହୋଇ କହିଲେ ଯେ ହେ ପିତାଶ୍ରୀ, ମୁଁ ଆପଣଙ୍କ ଡାକରା ଦେବା ପାଇଁ ଏଠାରେ ଉପସ୍ଥିତ ହୋଇଛି। ସେଥି ଅନ୍ତେ ସେ ସେରିଲିଓନର ବିଭିନ୍ନ ସ୍ଥାନରେ ସେବା କରିବା ଆରମ୍ଭ କରିଦେଇଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ୍ ଚତୁର୍ଥ ଖଲିଫାଙ୍କ ନିର୍ଦ୍ଦେଶ କ୍ରମେ 1985 ମସିହାରେ ସେ ଅର୍ଥାତ୍ ମୁବାରକ ନଜିର ସାହେବ ପାକିସ୍ତାନ ପ୍ରତ୍ୟାବର୍ତ୍ତନ କରିଥିଲେ। ଅତଏବ ଯେତେବେଳେ ସ୍ୱର୍ଗତ ମୁବାରକ ସାହେବ ଆଫ୍ରିକାରୁ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କଲେ ସେତେବେଳେ ଖଲିଫତୁଲ ମସିହ ରାବେ ରହିମୁଲ୍ଲାହ ତାଆଲାଙ୍କ ସେବାରେ ଉପସ୍ଥିତ ହୋଇ ପୁନର୍ବାର ୱକ୍ଫେ ଆର୍ଜି କରିବା ପରିବର୍ତ୍ତେ ସ୍ଥାୟୀ ୱକ୍ଫେ ଜିନ୍ଦଗୀ ଅର୍ଥାତ୍ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ବା ନିବେଦନ କରିଥିଲେ, ଯାହାକୁ ହୁଜୁର ଗ୍ରହଣ କରି ନେଇଥିଲେ, ଯଦ୍ୱାରା 1988 ମସିହାରେ ତାଙ୍କୁ ମୁବଲ୍ଲିଗ ରୂପେ କାନାଡ଼ା ପ୍ରେରଣ କରିଦିଆଯାଇଥିଲା। ସେଠାରେ ସେ ବିଭିନ୍ନ ସ୍ଥାନମାନଙ୍କରେ ସେବା ସମ୍ପାଦନ କରିଥିଲେ। 1903 ମସିହାରେ ଯେତେବେଳେ ଏହା ନିଷ୍ପତ୍ତି ନିଆଗଲା ଯେ ଜାମିଆ ଅହମଦିଆ କାନାଡ଼ା ଖୋଲାଯିବ ସେତେବେଳେ ଚତୁର୍ଥ ଖଲିଫା ମୌଲାନା ମୁବାରକ ନଜିର ସାହେବଙ୍କୁ ଜାମିଆ ଅହମଦିଆର ଅଧ୍ୟକ୍ଷ ରୂପେ ନିଯୁକ୍ତ କରିଥିଲେ ବା ନିଷ୍ପତ୍ତି ଦେଇଥିଲେ। କିନ୍ତୁ ଖଲିଫା ରାବେଙ୍କ ଜୀବନ କାଳରେ ଜାମିଆ ଖୋଲି ନଥିଲା। ପରେ ଯେତେବେଳେ ଜାମିଆ ଅହମଦିଆ କାନାଡ଼ା ଖୋଲିଲା ଓ ତାହାର ପ୍ରଶସ୍ତୀକରଣ ହେଲା ସେତେବେଳେ ମୁଁ ତାଙ୍କୁ ଚତୁର୍ଥ ଖଲିଫାଙ୍କ ନିର୍ଦ୍ଦେଶ କ୍ରମେ ଜାମିଆ ଅହମଦିଆର ଅଧ୍ୟକ୍ଷ ପଦରେ ମୁତୟନ କରିଥିଲି। ସୁତରାଂ ସେ 2009 ପର୍ଯ୍ୟନ୍ତ ଉକ୍ତ ପଦରେ ଅଧିଷ୍ଠିତ ରହିଥିଲେ ଓ ବେଶ ସୁନ୍ଦର ଭାବରେ ନିଜର ଦାୟିତ୍ୱ ତୁଲାଇଥିଲେ। ମୁଁ 2010 ମସିହାରେ କାନାଡ଼ାର ମିଶନାରୀ ଇନଚାର୍ଜ ଭାବରେ ତାଙ୍କୁ ମୁତୟନ କରିଥିଲି। ସୁତରାଂ ଏହାପରେ ସେ 2018 ମସିହା ପର୍ଯ୍ୟନ୍ତ ଏହି ସେବା ସମ୍ପାଦନ କରିଥିଲେ। ଏପରି ତାଙ୍କର ମୋଟ ସେବାର ଅବଧି 59 ବର୍ଷ ପର୍ଯ୍ୟନ୍ତ ପରିବ୍ୟାପ୍ତ। ତାଙ୍କର ଯେଉଁ ସାମୟିକ ୱକ୍ଫ ଥିଲା ତାହା ସ୍ଥାୟୀ ୱକ୍ଫରେ ପରିଣତ ହୋଇଥିଲା। ଏହିପରି ଭାବରେ ମୌଲାନା ସାହେବଙ୍କୁ ଜଣେ କେନ୍ଦ୍ରୀୟ ପ୍ରତିନିଧି ହିସାବରେ ଅନେକ ଜଲସାମାନଙ୍କରେ ମଧ୍ୟ ସାମିଲ ହେବାର ସୌଭାଗ୍ୟ ଲାଭ ହୋଇଥିଲା। ସ୍ୱର୍ଗତଙ୍କର ଭାଷଣକୁ ପର ଆପଣା ସମସ୍ତେ ପସନ୍ଦ କରୁଥିଲେ। ତାଙ୍କର ବକ୍ତୃତା ଅତ୍ୟନ୍ତ ପ୍ରଭାବଶାଳୀ ଥିଲା, ମନୋହର ଓ ଆକର୍ଷିତ ଥିଲା। 2019 ମସିହାରେ ସ୍ୱର୍ଗତ ମୌଲାନା ମୁବାରକ ସାହେବଙ୍କୁ ମୋର ପ୍ରତିନିଧିତ୍ୱରେ ନୂର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ସୌଭାଗ୍ୟ ଅର୍ଜନ ହୋଇଥିଲା। ଏତତ୍ପରେ ତାଙ୍କର ପ୍ରଚାରିକ ପ୍ରବନ୍ଧମାନ ମଧ୍ୟ କାନାଡ଼ାର ଜାତୀୟ ସମାଚାର ଓ ଟରେଣ୍ଟୋ ଓ ଅଟୋଭା ସିଟିଜେନ୍ ଭଳି ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା। ମୌଲାନା ନଜିର ସାହେବ ହଜରତ ମସିହ ମଉଦ ଆଲୈହିସ୍ସଲାମଙ୍କ ପୁସ୍ତକ ତଜଲ୍ଲିୟାତେ ଇଲାହିୟା ଓ ଫତେହ ଇସଲାମର ଇଂରାଜୀ ଅନୁବାଦ ମଧ୍ୟ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ
ଏତଦ୍ବ୍ୟତୀତ ଖଲିଫତୁଲ ମସିହ ରାବେ ରହମୁଲ୍ଲାହ ତାଆଲାଙ୍କ ଗଲ୍ଫ କ୍ରାଇସିସ୍ ନାମକ ପୁସ୍ତକର ମଧ୍ୟ ସେ ଅନୁବାଦ କରିଥିଲେ। ମୃତକଙ୍କ ପରିବାର ବର୍ଗଙ୍କ ମଧ୍ୟରେ ତାଙ୍କ ପତ୍ନୀ ଅମତୁଲ ହଫିଜ ନଜିର ସାହେବ ଏବଂ 3 ଜଣ ପୁତ୍ର ସନ୍ତାନ ଓ 2 ଜଣ ପୁତ୍ରୀ ସନ୍ତାନ ରହିଛନ୍ତି। ଯେପରିକି ମୁଁ କହି ଆସିଲି ଯେ ସେ ଅସଂଖ୍ୟ ସୁଗୁଣାବଳୀର ଅଧିକାରୀ ଥିଲେ, ଜଣେ ଆଦର୍ଶ ୱକ୍ଫେ ଜିନ୍ଦଗୀ ଥିଲେ, ବିଶେଷ କରି ଅନ୍ୟ ମୁୱଲ୍ଲିଙ୍କ ପାଇଁ ଜଣେ ଆଦର୍ଶ ଥିଲେ। ସ୍ୱର୍ଗତ ମୁବାରକ ସାହେବ ସମଗ୍ର ଜୀବନ ଧର୍ମକୁ ସାଂସାରିକତା ଉପରେ ପ୍ରାଧାନ୍ୟ ଦେବା ଉପରେ ପର୍ଯ୍ୟବେସିତ ଥିଲା। ଏହି ପ୍ରାଧାନ୍ୟତା ତାଙ୍କର ଚାରିତ୍ରିକ ଚିତ୍ରକୁ ଚିତ୍ରିତ କରିଥାଏ। ସେ ସର୍ବଦା ଜମାତର ସେବା କଲେ ଏବଂ ଉପସ୍ଥିତ ଖଲିଫାଙ୍କର ଆଜ୍ଞାବହତାକୁ ନିଜର ମୂଳମନ୍ତ୍ର ବୋଲି ବିବେଚିତ କଲେ। ଯେପରି ମୁଁ କହିଲି, ସ୍ୱର୍ଗତ ଭାଷଣ ଦେବାରେ ନିପୁଣତା ରଖୁଥିଲେ। ଉର୍ଦ୍ଦୁ ଓ ଇଂରାଜୀ ଭାଷାରେ ବେଶ୍ ଦକ୍ଷ ବକ୍ତା ଥିଲେ। ତାଙ୍କର ଭାଷଣ ଗୁଡ଼ିକ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା। ତାଙ୍କର ପତ୍ନୀ ଉଲ୍ଲେଖ କରିଛନ୍ତି ଯେ ସ୍ୱର୍ଗତଙ୍କର ସମଗ୍ର ଜୀବନ ଅତ୍ୟନ୍ତ ପୁଣ୍ୟବାନ ଓ ଧର୍ମପରାୟଣତାରେ ପର୍ଯ୍ୟବେସିତ। ସେ ଜମାତର ଟଙ୍କାଟିଏ ମଧ୍ୟ ଅଯଥା ଖର୍ଚ୍ଚ କରିଯିବା ପ୍ରତି ସତର୍କ ରହୁଥିଲେ। ନିଜର ଜୀବନକୁ ଅତ୍ୟନ୍ତ ସାଧାରଣ ତଥା ସରଳ ଭାବରେ ଅତିବାହିତ କରିଥିଲେ। ସେରେଲିଓନ୍ ଛାଡ଼ିବା ପରେ ମଧ୍ୟ ସେ ସେଠାକାର ଅଭାବୀ ବ୍ୟକ୍ତିମାନଙ୍କର ଗୋପନ ଭାବରେ ସାହାଯ୍ୟ କରୁଥିଲେ। ତାଙ୍କ ପତ୍ନୀ କୁହନ୍ତି, ମୁଁ ଏହି କଥାର ଜୀବନ୍ତ ସାକ୍ଷ୍ୟ ଯେ ମୋ ସ୍ୱାମୀ ଜଣେ ସର୍ବୋତ୍କୃଷ୍ଟ ୱକ୍ଫେ ଜିନ୍ଦଗୀ ହେବା ସଙ୍ଗେ ସଙ୍ଗେ ଜଣେ ସର୍ବୋତ୍ତମ ସ୍ୱାମୀ ଓ ସନ୍ତାନ ବତ୍ସଳ ପିତା ମଧ୍ୟ ଥିଲେ। ସେ ସର୍ବଦା ଏହି କଥା ପ୍ରତି ଚିନ୍ତିତ ରହୁଥିଲେ ଯେ ଜମାତ ଯଦି ମୋ ଉପରେ ଏତେ ଖର୍ଚ୍ଚ କରୁଛି, ତେବେ ମୋର ଏହି କର୍ତ୍ତବ୍ୟ ଯେ ମୁଁ କିଭଳି ଜମାତକୁ ଲାଭାନ୍ୱିତ କରିପାରିବି। ସେ ଅନେକ ସମୟରେ ଏହି କଥାକୁ ପୁନରାବୃତ୍ତି କରୁଥିଲେ ଯେ ମୁଁ ଉପସ୍ଥିତ ଖଲିଫାଙ୍କ କ୍ଷୋଭ କଦାପି ବରଦାସ୍ତ କରିପାରିବି ନାହିଁ। କ୍ଷୋଭର କଦାପି ଶିକାର ନ ହୁଏ, ଏଭଳି ପରିସ୍ଥିତି କଦାପି ନ ଉପୁଜୁ। ସ୍ୱର୍ଗତ ମୁବାରକ ସାହେବଙ୍କ ପୁତ୍ର କୁହନ୍ତି, ଆମ ପିତା ଅଲ୍ଲାହ ତାଆଲା ଓ ପରକାଳ ଉପରେ ଦୃଢ଼ ବିଶ୍ୱାସ ରଖୁଥିଲେ ତଥା ଖିଲାଫତ ଓ ନିଜାମେ ଜମାତ ଉପରେ ତାଙ୍କର ଅଗାଢ଼ ବିଶ୍ୱାସ ରହିଥିଲା। ଅନେକ ସମୟରେ କହୁଥିଲେ, ଅଲ୍ଲାହ ତାଆଲା ମୋତେ କେବେ ଏକା ଛାଡ଼ିବେ ନାହିଁ ଏବଂ ସର୍ବଦା ମୋତେ ସାହାଯ୍ୟ କରିବେ। ଅଲ୍ଲାହ ତାଆଲା ମଧ୍ୟ ଏହିଭଳି ହିଁ ବ୍ୟବହାର ତାଙ୍କ ସହିତ ପ୍ରଦର୍ଶନ କରିଥିଲେ। ସେ ଆର୍ଥିକ ବଳିଦାନ ମଧ୍ୟ ସର୍ବାଗ୍ରେ ରହୁଥିଲେ। ଆର୍ଥିକ ବଳିଦାନ କରିବାରେ ସର୍ବଦା ଆଗରେ ରହୁଥିଲେ। ଯେତେବେଳେ ସେ ମିଶନାରୀ ଇନଚାର୍ଜ ଥିଲେ ଓ ଅମୀର ସାହେବ ତାଙ୍କୁ ଯେଉଁଠିକୁ ବି ପଠାଉଥିଲେ ସେ ଚାଲି ଯାଉଥିଲେ। ଏପରିକି ଅବସର ନେବା ପରେ ମଧ୍ୟ ଯେତେବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସୁସ୍ଥ ରହୁଥିଲା, ସେତେବେଳେ ମଧ୍ୟ ତାଙ୍କଠାରୁ କାମ ନିଆଯାଉଥିଲା। ତାଙ୍କର ଜ୍ୟେଷ୍ଠ କନ୍ୟା କୁହନ୍ତି, ସ୍ୱର୍ଗତ ପିତାଶ୍ରୀ ସର୍ବଦା ଆମମାନଙ୍କୁ ଖିଲାଫତ ସହିତ ଦୃଢ଼ ସମ୍ପର୍କ ସ୍ଥାପନ କରିବାକୁ ପରାମର୍ଶ ଓ ଉପଦେଶ ଦେଉଥିଲେ। ସର୍ବଦା ଆମମାନଙ୍କ ମଧ୍ୟରେ ନିଜାମେ ଜମାତର ପ୍ରେମ ଓ ସମ୍ମାନ ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଥିଲେ, ଅନୁପ୍ରାଣିତ କରୁଥିଲେ। ତାଙ୍କର ଏହି ଅଭିଳାଷ ରହିଥିଲା ଯେ ଆମେମାନେ ସର୍ବଦା ଖିଲାଫତର ସହିତ ସଂଶ୍ଳିଷ୍ଟ ରହୁ ଏବଂ ଖଲିଫତୁଲ ମସିହଙ୍କର ପ୍ରତ୍ୟେକ ଆଦେଶର ଉପରେ କାର୍ଯ୍ୟାନୁସରଣ କରୁ। ପୁନଶ୍ଚ ତାଙ୍କର ସୁପୁତ୍ରୀ କୁହନ୍ତି, ଏଭଳି କୌଣସି ଆସର କିମ୍ବା ସଭା ନଥିଲା ଯେଉଁ ସଭାରେ ସେ ଏହି କଥା ପ୍ରତି ଦୃଷ୍ଟି ଆକର୍ଷଣ କରୁନଥିଲେ। ଯେତେବେଳେ ପିତାଶ୍ରୀଙ୍କର ନାତି ନାତୁଣୀମାନେ ଏକତ୍ରିତ ହେଉଥିଲେ, ସେତେବେଳେ ସେମାନେ ଜାଣିଥିଲେ ଯେ ବର୍ତ୍ତମାନ ଦଦା ଅବା ଆମ ନନା ସମସ୍ତଙ୍କୁ ବସାଇ ଉପଦେଶ ଦେବେ ଏବଂ ସେ ଏହି କଥା ହିଁ ସୁନିଶ୍ଚିତ କରୁଥିଲେ ଯେ ଆମମାନଙ୍କ ସମ୍ପର୍କ ସର୍ବଦା ଅଲ୍ଲାହ ତାଆଲା ଓ ଖିଲାଫତ ସହିତ ସୁଦୃଢ଼ ହୋଇ ଚାଲୁ। ସ୍ୱର୍ଗତ ମୁବାରକ ସାହେବଙ୍କ ସୁପୁତ୍ରୀ ଆହୁରି ଲେଖିଛନ୍ତି ଯେ ଆପଣମାନେ ଏହା ଭାବନ୍ତୁ ନାହିଁ ଯେ ଆମମାନଙ୍କର ସେବା ନ କରିବା ଯୋଗୁଁ ଜମାତର କାମ ଅଟକିଯିବ। କଦାପି ନୁହେଁ। ଜମାତର କାର୍ଯ୍ୟ ତ ଅବଶ୍ୟ ପୂରଣ ହେବ, ତହିଁରେ କୌଣସି ସନ୍ଦେହର ଅବକାଶ ନାହିଁ। ତେଣୁ ଆପଣମାନେ ଯଦି ଜମାତର ସେବା ନ କରିବେ, ତେବେ ଅଲ୍ଲାହ ତାଆଲା ଅନ୍ୟ ଲୋକମାନଙ୍କୁ ନେଇ ଆସିବ, ଯେଉଁମାନେ ଆମମାନଙ୍କ ଠାରୁ ଅଧିକ ଉତ୍ତମ ରୂପେ
ଏହି କାର୍ଯ୍ୟ ସମ୍ପାଦନ କରିବେ। ସେହିପରି ସ୍ୱର୍ଗତ ମୁବାରକ ସାହେବଙ୍କର କନିଷ୍ଠ ପୁତ୍ରୀ ଏକ ଘଟଣା ସମ୍ପର୍କରେ ଆଲୋଚନା କରି କୁହନ୍ତି, ଯେତେବେଳେ ସେରେଲିଓନରେ ଏକ ମସଜିଦର ନିର୍ମାଣ କାର୍ଯ୍ୟ ଚାଲିଥିଲା, ସେତେବେଳେ ଶ୍ରମିକମାନେ ନିଜ ମଜୁରୀ ଟଙ୍କା ପାଇଁ ଅପେକ୍ଷାରତ ଥିଲେ, କିନ୍ତୁ ପିତାଶ୍ରୀଙ୍କ ନିକଟରେ ଟଙ୍କା ନଥିଲା। ସେତେବେଳେ ଆପଣ ଶ୍ରମିକମାନଙ୍କୁ କହିଲେ ଯେ ଆପଣମାନେ କାଲି ଆସନ୍ତୁ, କାଲି ଆପଣମାନଙ୍କର ପାରିଶ୍ରମିକ ମୁଁ ଆପଣମାନଙ୍କୁ ପ୍ରଦାନ କରିଦେବି। ସୁତରାଂ ଯେତେବେଳେ ସକାଳ ହେଲା, ପିତାଶ୍ରୀ ଯେତେବେଳେ ନିଜ ବାସଭବନରୁ ବାହାରିବାକୁ ବାହାରିଲେ, ସେତେବେଳେ ଦେଖିଲେ ଯେ ଶ୍ରମିକମାନେ ପିତାଶ୍ରୀଙ୍କ ସମ୍ମୁଖରେ ଛିଡ଼ା ହୋଇଛନ୍ତି ଓ ନିଜ ପାରିଶ୍ରମିକ ନେବା ପାଇଁ ଅପେକ୍ଷାରତ ରହିଛନ୍ତି, କିନ୍ତୁ ସେତେବେଳେ ସୁଦ୍ଧା ଟଙ୍କାର କୌଣସି ବ୍ୟବସ୍ଥା ହୋଇନଥିଲା। ତେଣୁ ପିତାଶ୍ରୀ ଶ୍ରମିକମାନଙ୍କୁ କହିଲେ, ବର୍ତ୍ତମାନ ସୁଦ୍ଧା ଟଙ୍କାର କୌଣସି ବନ୍ଦୋବସ୍ତ ହୋଇପାରି ନାହିଁ। ମୋ ପାଖରେ ପଇସା ନାହିଁ, କିନ୍ତୁ ମୁଁ ଦୁଆ କରୁଛି, ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ଅପେକ୍ଷା କରନ୍ତୁ। ଇନଶାଆଲ୍ଲାହ ଆଲ୍ଲାହ ତାଆଲା ଖୁବ୍ ଶୀଘ୍ର କୌଣସି ନା କୌଣସି ବ୍ୟବସ୍ଥା କରିଦେବେ। ତାଙ୍କ ସୁପୁତ୍ରୀ କୁହନ୍ତି, ଠିକ୍ ସେହି ସମୟରେ ଏକ ଯାନ ଦ୍ରୁତ ବେଗରେ ପିତାଙ୍କ ନିକଟକୁ ଆସିଲା ଏବଂ ତାଙ୍କୁ ଗୋଟିଏ ଲଫାଫା ଦେଇ ଯହିଁରେ ଟଙ୍କା ରହିଥିଲା। ସେହି ଅଜ୍ଞାତ ବ୍ୟକ୍ତି ଜଣକ ପିତାଙ୍କୁ କହିଲେ, ମୁଁ ଅମକ ବ୍ୟକ୍ତିଠାରୁ ଏକଥା ଶୁଣିଥିଲି ଯେ ଆପଣ କୁଆଡ଼େ ଏକ ମସଜିଦ ନିର୍ମାଣ କରୁଛନ୍ତି, ତେଣୁ ସେହି ବ୍ୟକ୍ତି ଜଣକ କିଛି ଟଙ୍କା ପଠାଇଛନ୍ତି, ଆପଣ ଏହି ଟଙ୍କା ରଖନ୍ତୁ। ସୁତରାଂ ଏହା ପୂର୍ବରୁ ପିତା ଶ୍ରୀ ତାଙ୍କୁ ପଚାରିଥାନ୍ତେ ଯେ ଏହି ଟଙ୍କା କେଉଁ ବ୍ୟକ୍ତି ପଠାଇଛନ୍ତି। ସେ ବ୍ୟକ୍ତି ଜଣକ କ୍ଷିପ୍ର ବେଗରେ ସେଠାରୁ ଫେରିଗଲେ। ସୁପୁତ୍ରୀ କୁହନ୍ତି, ଏହି ଘଟଣା ପରେ ପିତାଶ୍ରୀଙ୍କୁ ବିଶ୍ୱାସ ହୋଇଗଲା ଯେ ଆଲ୍ଲାହ ତାଆଲା ତାଙ୍କର ପ୍ରାର୍ଥନାକୁ ଶୁଣି ନେଇଛନ୍ତି ଏବଂ ଏହିପରି ଭାବରେ ପିତାଶ୍ରୀ ଶ୍ରମିକମାନଙ୍କର ଟଙ୍କା ପରିଶୋଧ କରିଦେଇଥିଲେ। ସୁତରାଂ ଏହା ଥିଲା ମୁବାରକ ସାହେବଙ୍କ ଆଲ୍ଲାହ ତାଆଲାଙ୍କ ଉପରେ ବିଶ୍ୱାସ। ସେହିପରି ତାଙ୍କ ଉପରେ ପ୍ରଭୁଙ୍କର କୃପାର ଅନେକ ଘଟଣା ଭଳି ରହିଛି, ଯାହା ସମ୍ପର୍କରେ ଲୋକମାନେ ଓ ମୁବଲ୍ଲିଗମାନେ ଉଲ୍ଲେଖ କରିଛନ୍ତି। ଯେପରିକି ମୁଁ କହିଲି, ସ୍ୱର୍ଗତ ମୁବାରକ ସାହେବ ଜଣେ ଜ୍ଞାନୀ ଓ କାର୍ଯ୍ୟାନୁସରଣ ବ୍ୟକ୍ତି। ଏହି କାରଣରୁ ଲୋକମାନଙ୍କ ଉପରେ ମୁବାରକ ସାହେବଙ୍କର ଭୀଷଣ ପ୍ରଭାବ ରହିଥିଲା ବା ପ୍ରଭାବ ପଡ଼ୁଥିଲା, କିନ୍ତୁ ଖିଲାଫତ ପ୍ରତି ତାଙ୍କର ବିନୀତତାର ସୀମା ନଥିଲା। ଆଲ୍ଲାହ ତାଆଲା ବୈକୁଣ୍ଠରେ ସ୍ୱର୍ଗତଙ୍କର ସ୍ତରକୁ ଉନ୍ନୀତ କରନ୍ତୁ ଏବଂ ତାଙ୍କର ସନ୍ତାନ ସନ୍ତତି ଓ ବଂଶଧରଙ୍କୁ ତାଙ୍କ ପଦାଙ୍କ ଅନୁସରଣ କରିବାକୁ ସାମର୍ଥ୍ୟ ପ୍ରଦାନ କରନ୍ତୁ। ସ୍ୱର୍ଗତଙ୍କ ଦୁଆ ସେମାନଙ୍କ ସପକ୍ଷରେ ପୂରଣ ହେଉ। ସେହିପରି ଆଲ୍ଲାହ ତାଆଲା ସ୍ୱର୍ଗତଙ୍କ ପରି ନିଃସ୍ୱାର୍ଥପର ଭାବରେ ଜମାତର ସେବା କରୁଥିବା ବ୍ୟକ୍ତିଙ୍କୁ ପ୍ରଦାନ କରନ୍ତୁ। ବିଶେଷ କରି ଜାମିଆ ଆହମଦିଆ କାନାଡ଼ାରେ ଯେଉଁ ମୁବଲ୍ଲିଗମାନେ ପଢ଼ୁଛନ୍ତି, ସେମାନେ ମୁବାରକ ନଜିର ସାହେବଙ୍କ ସମ୍ପର୍କରେ ଅନେକ ଘଟଣାର ଚର୍ଚ୍ଚା କରିଛନ୍ତି ଯେ କିଭଳି ସେ ସଂସ୍କାର ବ୍ୟକ୍ତି ଥିଲେ, କିଭଳି ତବଲିଗ ଓ ଶିକ୍ଷାଦାନ କରୁଥିଲେ, ଉଚ୍ଚ ଚରିତ୍ରବାନ ଓ ଜଣେ ଅନନ୍ୟ ବ୍ୟକ୍ତି ଥିଲେ। ସେ ଯାହା ହେଉ ନା କାହିଁକି, ସେହି ମୁବଲ୍ଲିଗମାନେ ସ୍ୱର୍ଗତ ମୁବାରକ ନଜିର ସାହେବଙ୍କ ଠାରୁ ବହୁତ ଲାଭବାନ ହୋଇଛନ୍ତି, ଉପକୃତ ହୋଇଛନ୍ତି। ଅତଏବ ଏହି କଥାଗୁଡ଼ିକୁ ସମସ୍ତ ମୁବଲ୍ଲିଗମାନଙ୍କୁ କେବଳ ସ୍ମରଣ ରଖିବା ଉଚିତ ତାହା ନୁହେଁ, ବରଂ ଏହି ଘଟଣାବଳୀଗୁଡ଼ିକ କେବଳ ପୁନରାବୃତ୍ତି କରିବା ମଧ୍ୟରେ ସୀମିତ ରଖନ୍ତୁ ନାହିଁ, ବରଂ ସେହି ସମସ୍ତ ବିଷୟରୁ ଶିକ୍ଷା ଆହରଣ କରି ନିଜ ବ୍ୟବହାରିକ ଜୀବନରେ ମୌଲାନା ସାହେବଙ୍କ ପରି ଉଦ୍ୟମ କରିବାକୁ ଚେଷ୍ଟା କରନ୍ତୁ। ଆଲ୍ଲାହ ତାଆଲା ମୁବଲ୍ଲିଗମାନଙ୍କୁ ସ୍ୱର୍ଗତ ମୁବାରକ ନଜିର ସାହେବଙ୍କ ଆଦର୍ଶକୁ ଅନୁସରଣ କରିବା ପାଇଁ ସାମର୍ଥ୍ୟ ପ୍ରଦାନ କରନ୍ତୁ। ଆମିନ୍। ନମାଜ ଜୁମ୍ମା ପରେ ଇନଶାଆଲ୍ଲାହ ତାଆଲା ମୁଁ ତାଙ୍କର ନମାଜ ଜନାଜା ଗାଏବ ମଧ୍ୟ ପଢ଼ାଇବି। Alhamdulillah nahmaduhu wa nasta'inuhu wa nastaghfiruhu wa nu'minu bihi wa natawakkalu alayhi wa na'udhu billahi min shururi anfusina wa min sayyiati a'malina. Man yahdihillahu fala mudilla lahu ومن يضلل فلا هادي له
ونشهد أن لا إله إلا الله ونشهد أن محمدا عبده ورسوله عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون اذكروا الله يذكركم يعظكم لعلكم تذكرون اذكروا الله يذكركم وادعوه يستجب لكم ولذكر الله